नंदननंद कंद चक्रपाणी गोवर्धन गिरिधारी रमण रुक्मिणी अखिल संसारनाथ श्री पुरुषोत्तम नरहरि नरसिंह प्रभु भगवान ओम 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 शुभमस्तु शुभमस्तु शुभमस्तु। हाँ आज आज शिवचरण खामर आमर जो सभापति डेरी होची तथापि मो अजय बाबू को अनुरोध कर कविता पाठ करंतु विश्व बिहारी। जय जगन्नाथ सर शुभुची। हाँ शुभुची शुभुची। समस्त गुरुजन मान मोर नमस्कार एवं अन्य सहपाठी मान मोर शुभकामना। आज कविता विश्व बिहारी से विश्व नियंता पाखे टिके मोर गुहारी टिके आज शुणु करी दे तु कालियारे ए भवु पारी जगत करता प्रभु विश्व बिहारी करी दे तु कालियारे ए भवु पारी जगत करता प्रभु विश्व बिहारी करुछि जणाण न होई पाषाण करुछि जणाण न होई पाषाण करी दे तो बड़ दंडे मोते भिकारी करी दे तो बड़ दंडे मोते भिकारी करी दे तु कालियारे ए भवु पारी जगत करता प्रभु विश्व बिहारी माता गर्भे भजुथिली नाम कुतोहरी अहनिशि नामे पेट पूरे मोहरी माता गर्भे भजुथिली नाम कुतोहरी अहनिशि नामे पेट पूरे मोहरी जन्म होइली हाथ दुई मुठा करी आनिथिली धर्म सीना देली पाशरी जन्म होइली हाथ दुई मुठा करी आनिथिली धर्म सीना देली पाशरी आहे महाबाहु भूलिबिनि आउ आहे महाबाहु भूलिबिनि आउ सद बुद्धि देले मुहि जीवी उधुरी सद बुद्धि देले मुहि जीवी उधुरी करी दे तु कालियारे ए भवु पारी जगत करता प्रभु विश्व बिहारी करी दे तोड़ दंडे मोते भिकारी मिछ माया संसार रे बाइया मोहेली मोर बोली सबु जाबड़ी धरिली मिछ माया संसार रे बाइया मोहेली मोर मोर बोली सबु जाबड़ी धरिली धर्म करम भूली लोभरे पड़िली आपना कला करम निजे भोगिली धर करम भूली लोभरे पड़िली आपना कला करम निजे भोगिली धिकाए जीवन न होई चेतन धिकाए जीवन न होई चेतन बयस बाटरे सबु सारिली बयस बाटरे सबु सारिली करी दे तु कालियारे
ଏ ଭାବୁ ପାରି ଜଗତ କରତା ପ୍ରଭୁ ବିଶ୍ୱ ବିହାରୀ କରିଦେ ତ ବଡ଼ ଦାଣ୍ଡେ ମୋତେ ଭିକାରୀ ବଡ଼ ଦାଣ୍ଡେ ବୋଲି ତୋର ନାମ ଗାଉଥିବି ନ ମିଳିଲେ ଭିକ ଖୁଣ୍ଟି ଅବଡ଼ା ଖାଇବି ବଡ଼ ଦାଣ୍ଡେ ବୋଲି ତୋର ନାମ ଗାଉଥିବି ନ ମିଳିଲେ ଭିକ ଖୁଣ୍ଟି ଅବଡ଼ା ଖାଇବି ଦିନମାନ ତୋ ଭଜନ ଗାଇ ବୋଲଖେବି ରାତିରେ ଆକାଶ ଛାତ ତଳେ ମୁଁ ରହିବି ଦିନମାନ ତୋ ଭଜନ ଗାଇ ବୋଲଖେବି ରାତିରେ ଆକାଶ ଛାତ ତଳେ ମୁଁ ରହିବି आहे दुख हारी गोलख बिहारी आहे दुख हारी गोलख बिहारी थरुटिए दिन दिन घेन गुहारी थरुटिए दिन दिन घेन हुआरी କରିଦେ ତୁ କାଳିଆରେ ଏ ଭବୁ ପାରି ଜଗତ କରତା ପ୍ରଭୁ ବିଶ୍ୱ ବିହାରୀ କରୁଛି ଜଣାଣ ନ ହୋଇ ପାଷାଣ କରୁଛି ଜଣାଣ ନ ହୋଇ ପାଷାଣ କରିଦେ ତ ବଡ଼ ଦାଣ୍ଡେ ମୋତେ ଭିକାରୀ କରିଦେ ତ ବଡ଼ ଦାଣ୍ଡେ ମୋତେ ଭିକାରୀ କରିଦେ ତ ବଡ଼ ଦାଣ୍ଡେ ମୋତେ ଭିକାରୀ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ এই বর্তমান আমার ধন্যবাদ সভাপতি ইয়ার সমীক্ষা করিবে। ধন্যবাদ নমস্কার রমান্ত ସାର୍ ଏବଂ ପଲ୍ଲୀ ଚେତନା ସାହିତ୍ୟ ଆସରର ଆଜି କବି ବିଶ୍ୱବିହାରୀ କବିତାର କବି କବି ଅଜୟ ସାହୁ ଘଷିପୁରା ମାଟିର କବି କେନ୍ଦୁଝର ମାଟିର କବି ଏବଂ ସେ ଯୋଉ କବିତା ବିଶ୍ୱବିହାରୀ କବିତା ସେ ବର୍ତ୍ତମାନ ପାଠ କଲେ ଏବଂ ଗାନ କଲେ ଅତି ସୁନ୍ଦର ଅତି ଚମତ୍କାର ତାଙ୍କ ବାସଭବନକୁ ମୁଁ ଯାଇଥିଲି କବିଙ୍କର ବାସଭବନକୁ ମୁଁ ସମସ୍ତଙ୍କର ସୂଚନା ପାଇଁ ଜଣାଇ ଦେବାକୁ ଚାହେଁ କବି ଅଜୟ ସାହୁଙ୍କର ବାସଭବନ ଘଷିପୁରା ନିକଟକୁ ସେ ଘର ଭିତରକୁ ମୁଁ ଯାଇଥିଲି ତାଙ୍କ ବାସଭବନକୁ ଏବଂ ସେଠି ତାଙ୍କର କବିତା କବିତା କବିତାର ଫର୍ଦ୍ଦ 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 ମୁଁ ସବୁ ଦେଖିଲି ସେ କେତେ କବିତା ଦିନରେ ଗୋଟେ ଦିଟା କବିତା ସେ ଲେଖି ପକାଉଛନ୍ତି କମ୍ପ୍ଲିଟ କରୁଛନ୍ତି ଏବଂ କବିତା ଲେଖା ତାଙ୍କର ଚାଲିଛି ଚାଲିଛି ଏଥିରେ ବିରାମ ନାହିଁ ମତେ ବହୁତ ଭଲ ଲାଗିଥିଲା ବାସ୍ତବରେ କବିର ହୃଦୟ କବି ପ୍ରାଣ ସେ କବି ପ୍ରାଣ କବି ଅଜୟ ସାହୁ ଧନ୍ୟବାଦ ଆପଣଙ୍କୁ ତାପରେ ଆସନ୍ତୁ ଆମେ ଆଜିର ପଲ୍ଲୀ କବିତା ଆସରର ଏଇ ଯୋଉ ମୁରୁଜ ପଡୁଛି ଏବଂ ପଞ୍ଚକ ପାଳନ ହଉଛି ଏଭଳି ଏକ ଶୁଭ ମୁହୂର୍ତ୍ତରେ ଶୁଭ ଦିବସରେ ଆପଣ ମାନଙ୍କୁ ସମସ୍ତଙ୍କୁ କବି କୋବିଦ ମାନଙ୍କୁ କବି କବୟତ୍ରୀ ମାନଙ୍କୁ ଅନ୍ତର ଭରା ହାର୍ଦ୍ଦିକ ଅଭିନନ୍ଦନ ଏବଂ ନମସ୍କାର ଯେ ପରବର୍ତ୍ତୀ କବି ଆମେ ଡାକିବା ମୁଁ ଭାବୁଛି ଆମେ କବି ବିନୋଦ ବିହାରୀ ତ୍ରିପାଠୀଙ୍କୁ ଡାକିବା କବି ବିନୋଦ ବିହାରୀ ତ୍ରିପାଠୀ ତାଙ୍କୁ ପଛରେ ଡକାଯାଏ ସେ ଟିକେ ଅଭିମାନ କରନ୍ତି ତେବେ ବର୍ତ୍ତମାନ କବି ବିନୋଦ ବିହାରୀ ତ୍ରିପାଠୀ ଆଜ୍ଞା ନମସ୍କାର ସମସ୍ତଙ୍କୁ ଆଜ୍ଞା ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ନମସ୍କାର ଆଉ ଆଜି ମୁଁ ମୋ କଥା ଶୁଣୁଛନ୍ତି ଆଜ୍ଞା ହଁ ଶୁଭୁଛି ଆଚ୍ଛା ଶୁଭୁଛି ଆଜି ଗୋଟେ ବ୍ୟଙ୍ଗ କବିତା ଏ ଯୋଉ ପିଲାମାନେ ସବୁ କପି କରୁଛନ୍ତି ନା ସେଇ ଯୋଉ କପି ଉପରେ ମୁଁ କ୍ଷୁଦ୍ର କ୍ଷୁଦ୍ର କବିତା 3ଟା ଗାଇବି ଏବଂ ପ୍ରତ୍ୟେକ 2 ପଦ ଲେଖେ ସେ ଯୋଉ ପିଲାମାନଙ୍କୁ କପି କରୁଛନ୍ତି ତାଙ୍କୁ ଗୋଟେ ସଚେତନ କରିବା ପାଇଁ ଇଏ ମୋର କବିତା ଆରମ୍ଭ ହେଲା ପ୍ରଥମ କପିର ପ୍ରଥମ କପି ମହାମିତ କପି ମହାବଳ କପି ଅଟେ ମହାଧନ ଜଗତେ ମୂରୁଖ ଲଭଇ ସମ୍ମାନ କପି ଯାର ଗଣ୍ଠି ଧନ ଶୁଣୁଛନ୍ତି ସାର୍ ହଁ ଶୁଭୁଛି ଶୁଭୁଛି
ହଁ ଧାନରୁ କୁହନ୍ତୁ ବାଳୁଙ୍ଗା ନିର୍ମୂଳ ହୋଇବ, କପି କେବେ ମରେ ନାହିଁ। ସୁବିଧା ବାଟରେ ଫଳ ପାଇଯିବା, ଗୋଟିଏ ମାରଗ ଏହି। ବରଷକ ଯାକ ଅୟସ କରିବା, ପରିଶ୍ରମ କଷ୍ଟ ନାହିଁ। ପରୀକ୍ଷା ବେଳକୁ ଟେଷ୍ଟ ପେପରରୁ ଚିରି ଆଣିବାରେ ଭାଇ। ପାଠ ପଢି ସେ ତ ନ ରଖି ପାରିବ, ନମ୍ବର ଯେତିକି ସେଇ। ହେଟ୍ରିକ ମାରି ଆମେ ଜିତିଯିବା, କପିର ମାହାତ୍ମ୍ୟ ଏହି। ଏ ଗୋଟେ, ତାପରେ କପିମୟ କର ପ୍ରଭୁ, ହେ କପି ବିହାରୀ। କପିମୟ କର ପ୍ରଭୁ, ହେ କପି ବିହାରୀ। ଅପଢ଼ା ପାଠୁଆଙ୍କ, ଅପଢ଼ା ପାଠୁଆଙ୍କ ମନ ଯାଉ ଭରି। କପିମୟ କର ପ୍ରଭୁ, ହେ କପି ବିହାରୀ। ଯାହା ମୁଁ ପଢିଲି, ଯାହା ମୁଁ ଲେଖିଲି, କିଛି ମୋର ମନେ ନାହିଁ। ପାଠ ପଢା ବେଳେ ପାଠ ନ ପଢିଲି, କଥା ମୁଁ ଶୁଣିଲି ନାହିଁ। କପିଭାରେ ଅନ୍ତର୍ବାସ, କପିଭାରେ ଅନ୍ତର୍ବାସ, ଯାଏ ଯାଏ ସବୁ ଚିରି। କପିମୟ କର ପ୍ରଭୁ, ହେ କପି ବିହାରୀ। ପ୍ରଥମ ଶ୍ରେଣୀ ମୋ ଦରକାର ନାହିଁ, ଅବା ଦ୍ୱିତୀୟ ଶ୍ରେଣୀ। 30 ନମ୍ବର ଆବଶ୍ୟକ ଅଛି, ପାସ କରିବା ପାଇଁ। ନିନ୍ଦାରୁ ପ୍ରଶଂସାକୁ, ନିନ୍ଦାରୁ ପ୍ରଶଂସାକୁ ନେଇଯାଅ ହରି। କପିମୟ କର ପ୍ରଭୁ, ହେ କପି ବିହାରୀ। ମାଧବ ହେ ମାଧବ, ହେ ମାଧବ, ମାଧବ ହେ ମାଧବ। ଗୋଟିଏ କପିରେ ମନ ବୁଝେ ମୋର, ଗୋଟିଏ କପିରେ ମନ ବୁଝେ ମୋର। ଗୋଟିଏ କପିରେ ନାହିଁ ମୋ ଲୁହ। ମାଧବ ହେ ମାଧବ, ହେ ମାଧବ, ମାଧବ ହେ ମାଧବ। କାହାକୁ ଦେଇଛୁ ଫାଷ୍ଟ କ୍ଲାସ, କାହାକୁ ଦେଇଛୁ ବେଷ୍ଟ ଟେନ୍ଥ, କାହାକୁ ଦେଇଛୁ ଗୋଲ୍ଡ ମେଡାଲ। ମୋ ଭାଗ୍ୟରେ ଖାଲି ଫେଲ ଫେଲ। ଭାବଗ୍ରାହୀ ତୁମେ ଭାବ ନ ବୁଝିଲେ, ଭାବଗ୍ରାହୀ ତୁମେ ଭାବ ନ ବୁଝିଲେ, କିଏ ସେ କରିବ ତା ଅନୁଭବ। ମାଧବ ହେ ମାଧବ, ହେ ମାଧବ, ମାଧବ ହେ ମାଧବ। ଚତୁର୍ଥ କବିତା। ଏମିତି ରାତି ଯାଉ ହେ ବିତି, କପି ଚିରି ଚିରି ସରି ଯାଉ ମୋ ପୋଥି। ଏମିତି ରାତି ଯାଉ ହେ ବିତି, କପି ଚିରି ଚିରି ସରି ଯାଉ ମୋ ପୋଥି। ଛୋଟ ଅକ୍ଷର କରି ଲେଖିବି ମୁହିଁ, ଛୋଟ ଅକ୍ଷର କରି ଲେଖିବି ମୁହିଁ। ଅଜାଗାରେ ତାକୁ ରଖିବି ଥାପି। ଏମିତି ରାତି ଯାଉ ହେ ବିତି, କପି ଚିରି ଚିରି ସରି ଯାଉ ମୋ ପୋଥି। ପରୀକ୍ଷାରେ ଧାରା ଏବେ ବଦଳିଲାଣି,
ତନ ତନ କରି ପାଠ ପଢିବା ପୁଣି ବିଦ୍ୟାଳୟର ମାନ ଆମେ ରଖିବା ପାଇଁ ଆଦର୍ଶ ଛାତ୍ର ହୋଇ ଆମ୍ଭେ ଦେବା ଦେଖାଇ ନ୍ୟାୟ ପଥରେ ରହି ସାଧୁ ହୋଇବା ଭାଇ ଫେରାଇ ଆଣିବା ଅମାର ରାତି ଏମିତି ରାତି ଯାଉ ହେ ବିତି କପି ଚିରି ଚିରି ସରି ଯାଉ ମୋ ପୋଥି। ହଉ ମୋର ଏଇ ବ୍ୟଙ୍ଗ କବିତା 4ଟା କପି ପରେ ମୋର ସମାପ୍ତ ହେଲା। ହଉ बहुत ହଉ बहुत 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 धन्यवाद। अति अति आनंद अति खुशीर कथा कवि विनोद बिहारी त्रिपाठी जो 3टी सनेट 3टी छोट छोट कविता व्यंग शैली रे ये जो रचना है पिला मान कपिमय कर प्रभु कपिमय कर हे प्रभु कपि बिहारी एमिति राति एमिति गोटे कथा से नहीं आसुछंती जहाँ समस्त को चमत्कृत करदेव तबे मु वर्तमान आह्वान करी अनुरोध करी आम गहन रे अछंती तांकर हस हस बदन देखा गलानी ए स्क्रीन ले। थैंक यू वेरी मच कंग्रेचुलेशन टू अश्विनी महांती को वर्तमान अनुरोध करुछि से तांकर जे ए लेखा एवं कविता एवं तथा ए लेखा हाँ बेले बेले संसार रे ताकू से पाठ करी कवि अश्विनी महांती। कवि अश्विनी महांती सुनी पारुछंती? ଅନ୍ୟମାନେ कवि ମ୍ୟୁଟ୍ अश्विनी महांती କରନ୍ତୁ ଅନ୍ୟମାନେ ମ୍ୟୁଟ୍ କରନ୍ତୁ ସେ ଦେଖାଯିବେ। अन्य म्यूट कर दियंतु। कवि अश्विनी महांती सुबुची ଆଜ୍ଞା सुबुची ମୁଁ हाँ କରୋନା सुबुची ଟାଇମ ରେ କିଛି हाँ ହଁ କବିତା बोलंतु। ଲେଖିଥିଲି ଯେତେବେଳେ ଫେସବୁକ ରେ ସବୁ ଆସିଲା ଛାଡିଥିଲି ତାର ଭିତରୁ ଗୋଟେ ହଁ କବିତା ସୁବିଧା ହଉଛି କରୋନା ସୁବିଧା ସମୟରେ ବେଳେ ବେଳେ कविता ସଂସାରରେ। कविता पाठ करुछंती कवि अश्विनी महांती। ମୁଁ କବିତା ପାଠ କରୁନି ଯେ ଗାନ କରୁଛି हाँ ଯେ गान ଗାଇଲେ ଟିକେ करंतु ସବୁ ଭଲ ଗାଇଲେ ଟିକେ ଭଲ ଲାଗିବ। सुरलित कंठर गान करंतु। ବେଳେ ବେଳେ ସଂସାରରେ
କିସ ଦେଖା ନ ଯାଏ ବେଳେ ବେଳେ ସଂସାରରେ, କିସ ଦେଖା ନ ଯାଏ ଅଜଣା ଶୁଣା କଥା ସବୁ ଯେ ଘଟି ଯାଏ ବେଳେ ବେଳେ ସଂସାରରେ, କିସ ଦେଖା ନ ଯାଏ। ଦିନେ ନୁହେଁ ମାସ ମାସ ତାଲା ବନ୍ଦ ସବୁଠି, ସମସ୍ତେ ରୁହନ୍ତି ତୁନି ତୁଣ୍ଡି ଦେଇ ମୁହଁଟି। ଦିନେ ନୁହେଁ ମାସ ମାସ ତାଲା ବନ୍ଦ ସବୁଠି, ସମସ୍ତେ ରୁହନ୍ତି ତୁନି ତୁଣ୍ଡି ଦେଇ ମୁହଁଟି। ହଠାତ ମହାମାରୀ ଆଣିଦେଲା ଭୀତିଟି, ଜୀବନ ଜୀବିକା ଛାଡି ରହିଗଲେ ଘରେଟି। ଲୁଚି ଛପି ଦିନେ ମୁହିଁ ବଜାର ବାହାରି ଯାଏ, ସବୁଠି ଶୂନ୍ୟତା କେହି କେଉଁଠି ନଥିଲେ ହାଏ ବେଳେ ବେଳେ ସଂସାରରେ, କିସ ଦେଖା ନ ଯାଏ। ଲାଗୁଥିଲା ଶାନ୍ତ ବହୁ ମୋର ପ୍ରିୟ ସହର, ନଥିଲା ଯେ କୋଳାହଳ ଧୂଆଁ ଧୂଳି ଧୂସର। ଲାଗୁଥିଲା ଶାନ୍ତ ବହୁ ମୋର ପ୍ରିୟ ସହର, ନଥିଲା ଯେ କୋଳାହଳ ଧୂଆଁ ଧୂଳି ଧୂସର। କୁଢ଼ କୁଢ଼ ଆବର୍ଜନା ନଥିଲା ଯେ କେଉଁଠି, ସୁଲୁ ସୁଲୁ ସମୀରଣ ବହୁଥିଲା ସବୁଠି। ଆନନ୍ଦରେ ପଶୁ ପକ୍ଷୀ ଗାଉଥିଲେ ଯେ ସଙ୍ଗୀତ, ଭାବିଲି ଉଲ୍ଲାସେ ମୁହିଁ ପାର୍କରେ ଘଡ଼ିଏ ଶୁଏ ବେଳେ ବେଳେ। ଭିଏ ବେଳେ ବେଳେ ସଂସାରରେ, କିସ ଦେଖା ନ ଯାଏ। ଯେଉଁ ଦିନୁ ଦେଶ ଭରି ସ୍ୱାଧୀନତା ଆସିଲା, ଦେଶ ଦଶ ଚିନ୍ତା ଛାଡି ନିଜ ସୁଖ ଚିନ୍ତିଲା। ଯେଉଁ ଦିନୁ ଦେଶ ଭରି ସ୍ୱାଧୀନତା ଆସିଲା, ଦେଶ ଦଶ ଚିନ୍ତା ଛାଡି ନିଜ ସୁଖ ଚିନ୍ତିଲା। ଯିଏ ଯେତେ ପାରେ ସେତେ ବୋହି ନେଇ ଚାଲିଲେ, ଦେଶଟାକୁ ଖୋଳ କରି ପାଣ୍ଠି ବୃଦ୍ଧି କରିଲେ। ସରକାରୀ ବାଲା କହି ଆଉ ଥୋକେ ଲୁଟିଲେ, ଭକୁଆ ହୋଇକି ସର୍ବେ ଭିକାରୀ ସାଜିଲେ ହାଏ ବେଳେ ବେଳେ ସଂସାରରେ, କିସ ଦେଖା ନ ଯାଏ। କେତେ ବଡ ଧନୀ ମାନି ମରି ହଜି ଗଲେଣି, କିଏ ବା ରହିଛି ମନେ ଏକଥା କେ ଭାବେନି। କେତେ ବଡ ଧନୀ ମାନି ମରି ହଜି ଗଲେଣି, କିଏ ବା ରହିଛି ମନେ ଏକଥା କେ ଭାବେ ନାହିଁ। ଚିଟ୍ ଫଣ୍ଡ ନାମେ ଲୁଟି କିଛି କାରାଗାରରେ, କେତେ ଯେ ଫେରାର ହୋଇ ରୁହନ୍ତି ବିଦେଶରେ। ଆଉ ଯେ ରୁହେ ଲୋଭରୁ ନରକ ଯନ୍ତ୍ରଣା, ତାକୁ ଯେ ମିଳୁ ଥାଏ ବେଳେ ବେଳେ ସଂସାରରେ, କିସ ଦେଖା ନ ଯାଏ। ଦେବା ପାଇଁ ଶିକ୍ଷା ସେ ଧରାଏ କରୋନା, ଭୟଙ୍କର ରୂପେ ଗ୍ରାସେ ଭୁଲାଏ ସେ ଠିକଣା। ଦେବା ପାଇଁ ଶିକ୍ଷା ସେ ଧରାଏ କରୋନା, ଭୟଙ୍କର ରୂପେ ଗ୍ରାସେ ଭୁଲାଏ ସେ ଠିକଣା। କରେ ଏଠି ଘୋଷଣା ସେ କେହି ନୁହେଁ କାହାର, କରେ ଏଠି ଘୋଷଣା ସେ କେହି ନୁହେଁ କାହାର। ସଭିଏ ସମାନ ବୋଲି ହେଜବାରେ ମନର, ନିଜ ସୁଖ ତ୍ୟାଗ କରି ଅନ୍ୟର କଥା ଚିନ୍ତ ହେ। ମାନବ ଧର୍ମକୁ ପାଳି ଅମର ସର୍ବେ ହୁଏ ବେଳେ ବେଳେ ସଂସାରରେ, କିସ ଦେଖା ନ ଯାଏ। ସପନ ଭାଜିଲା ମୋର ଖାଇ ଲାଠି ପ୍ରହାର, ଦେଖିଲି ସମ୍ମୁଖେ ରୁଦ୍ର ରୂପ ଖାକି ମାମୁର। ସପନ ଭାଜିଲା ମୋର
ଖାଇଲାଠି ପ୍ରହାର ଦେଖିଲି ସମ୍ମୁଖେ ରୁଦ୍ର ରୂପ ଖାକି ମାମୁର ବକି ଗଲା କେତେ କଣ ଦୋକ୍ଷରୀ ଭାଷାରେ ମାରିବାକୁ ଆମକୁ ଯେ ଆସିଅଛୁ ଏଠାରେ ହସି ଦେଇ କହିଦେଲି ନୁହେଁ ମୁଁ ମୂରୁଖଟାଏ କରୋନା କଲା ଯା ତୁମେ ନକରି ପାର ଯେ ହାଏ ବେଳେ ବେଳେ ସଂସାରରେ କିସ ଦେଖା ନ ଯାଏ ଅଜଣା ଶୁଣା କଥା ସବୁ ଯେ ଘଟି ଯାଏ ବେଳେ ବେଳେ ସଂସାରରେ କିସ ଦେଖା ନ ଯାଏ। ଧନ୍ୟବାଦ। धन्यवाद नमस्कार। कवि अश्विनी महांती अति सुंदर भाव रे चमत्कार भाव रे आधुनिक जीवन शैली को नहीं से लिखिछंती संसार रे बेले बेले संसार रे किस देखा न जाए। ये हूँ मोहम्मद सिकंदर आलाम कंठशिल्पी मोहम्मद सिकंदर आलामकर सपनर पथे पथे संध्यारे जेबे गली ये सुंदर स्वर रे से तांको ये उत्थापन करिसंती कवितार ध्वनि एवं ये जो लेखिले जे मानव धर्म पाली कवि कहउचंती कवि अजय साहू आनंदपुर शुणुचंती एवं समस्त कवयित्री माने कवि माने मानव धर्म पाली अमर हुए हे कविंकर संदेश रही ये सबू अन्याय अनीति अत्याचार सबको वर्णना करते ठीक ठीक एवं भल भाव से नहीं समाजर चित्र को से आंकी बेले बेले संसार कवितार फर्दरे एवं से कहते मानव धर्म पाली अमर हुए हे संदेश दे गले कवि अश्विनी महांती। धन्यवाद महांती महोदय को। तेज आसतु आम आमर हैदराबाद रु कवि वरिष्ठ कवि मदन मोहन पाणिग्राही वरिष्ठ कवि मदन मोहन पाणिग्राही तांकर कविता नहीं से आसुछंती कृषि उपरे एग्रीकल्चर कृषि और कृषक होउछंती भारत वर्षर मेरुदंड। तबे से कृषक माने जो मान के देशर आशा भरसा जो माने खाद्य शस्य जगौछंती हिड़ माटी हिड़ रे देई माटी सहित माटी हेई एवं लुह देई रक्त देई से जेतेबेले धरित्रीर वक्षरे सुनार फसल अमल करुछंती से कथा को नहीं चित्र आंकुछंती कवितारे कवि मदन मोहन पाणिग्राही कृषक जीवन कविता तांकर हला कृषक जीवन कविता को नहीं आसुछंती कवि मदन मोहन पाणिग्राही। आज्ञा वयोज्येष्ठ मानक मोर प्रणाम एवं सान मानक मोर स्नेह स्पेशली नमस्कार सार रमाकांत सार और विनय नाना को मोर प्रणाम और समस्त को शुभेच्छा मो तरफ मो कथा गुड़ शुभुची तो शुभुची कृषक जीवन विषय ना है कृषक जीवन वर्ष सारा दिन सारा खटी खटी हाड़ माटी काटी काटी हिड़ माटी काटी काटी मु जाए थके वर्ष सारा दिन सारा खटी खटी हिड़ माटी काटी काटी मु जाए थकी परिश्रम फल मिले नहीं मते मूल्य आत्मा हुए डहल विकल परिश्रम फल मिले नहीं मते मूल्य आत्मा हुए डहल विकल कमर हुए गोटा गोटा गामुछा गेंजी फटा फटा भात मु खाए लगाई खटा कमर हुए गोटा गोटा गामुछा गेंजी फटा फटा भात मु खाए लगाई खटा परिवार विकल परिश्रम करे सकल रोजगार रे मु हुए असफल परिवार विकल परिश्रम करे सकल रोजगार रे मु हुए असफल खरा मु खाई खाई वर्षा रे शरीर भिजाई जीवन रे सुख पाए नहीं खरा मु खाई खाई वर्षा रे शरीर भिजाई जीवन रे मु सुख पाए नहीं आंठू गंठी हुए बथा खरा वर्षा शीत रे बिंधे मथा कही न पारे आंठू गंठी हुए बथा खरा वर्षा शीत रे बिंधे मथा कही न पारे दुख कथा पिला दिने पाठ हेला नहीं बही पढ़िले निद आसई एबे बंचुची मु कष्ट सही पिला दिने पाठ हेला नहीं बही पढ़िले निद आसई एबे बंचुची मु कष्ट सही बाप पाखरे धन थिला नहीं मो मथारे ज्ञान थिला नहीं चाकरी ओ व्यवसाय करी पारि नहीं
ବାପ ପାଖରେ ଧନ ଥିଲା ନାହିଁ, ମୋ ମଥାରେ ଜ୍ଞାନ ଥିଲା ନାହିଁ, ଚାକିରି ଓ ବ୍ୟବହାର କରି ପାରି ନାହିଁ। ଯୌବନ ସମୟରେ କୃଷି କାମ କଲି ଆନନ୍ଦରେ, ବୃଦ୍ଧା ଅବସ୍ଥାରେ ହାତ ଗୋଡ଼ ଥରେ। ଯୌବନ ସମୟରେ କୃଷି କାମ କଲି ଆନନ୍ଦରେ, ବୃଦ୍ଧା ଅବସ୍ଥାରେ ହାତ ଗୋଡ଼ ଥରେ। ପୌଷ୍ଟିକ ଖାଦ୍ୟ ଖାଇ ନାହିଁ, ଦୁଃଖରେ ଜୀବନ ବିତାଇ ଏ ଶରୀରକୁ ଦେଲି ହଜାଇ। ପୌଷ୍ଟିକ ଖାଦ୍ୟ ଖାଇ ନାହିଁ, ଦୁଃଖରେ ଜୀବନ ବିତାଇ ଏ ଶରୀରକୁ ଦେଲି ହଜାଇ। କିଏ ଜାଣେ ରବୀନ୍ଦ୍ର ମୋହନ ବାହିନୀପତିକୁ। କିଏ ଜାଣେ ଯମରାଜାର ଇଚ୍ଛା ଭୋଗିବାକୁ ରବୀନ୍ଦ୍ର ପଡ଼େ। ମୋହନ ବାହିନୀପତି। କଣ ଆଜ୍ଞା? ଓକେ, କିନ୍ତୁ କିଏ ଜାଣେ ଯମରାଜାର ଇଚ୍ଛା ଭୋଗିବାକୁ ପଡ଼େ ହୋଇ ମୂର୍ଚ୍ଛା। ଏଇ ହେଉଛି କୃଷକ ଜୀବନର ଚର୍ଚ୍ଚା। ଧନ୍ୟବାଦ। ଧନ୍ୟବାଦ ବହୁତ ବଢିଆ। ମଦନ ମୋହନ ପାଣିଗ୍ରାହୀ, କବି ମଦନ ମୋହନ ପାଣିଗ୍ରାହୀ। ହାଡ଼ ଭଙ୍ଗା ଖରା ଖାଇ ଖାଇ ବର୍ଷାରେ ଦେହଟାକୁ ସମ୍ପୂର୍ଣ୍ଣ ଭିଜାଇ ଭିଜାଇ ସ୍ୱପ୍ନ ମୋର ପୁରା ହୁଏ ନାହିଁ। ମୁଁ ହଉଛି କୃଷକ। ଏ କୃଷକର ଚିତ୍ରକୁ ଆଙ୍କିଛନ୍ତି ଯିଏକି ଧରିତ୍ରୀର ବକ୍ଷରେ ସୁନାର ଫସଲର ଢେଉ ସୃଷ୍ଟି କରେ, ତା ପାଇଁ ଦରଦ ମନୋଭାବ ନେଇ କବି ଆଙ୍କିଛନ୍ତି କବିତା ତାଙ୍କର କୃଷକ ଜୀବନ। ଧନ୍ୟବାଦ ଶ୍ରୀଯୁକ୍ତ ମଦନ ମୋହନ ପାଣିଗ୍ରାହୀ, କବି ଶ୍ରୀଯୁକ୍ତ ପାଣିଗ୍ରାହୀ। ତେବେ ଆସନ୍ତୁ ବର୍ତ୍ତମାନ ରବୀନ୍ଦ୍ରନାଥ ବାହିନୀପତି। ରବୀନ୍ଦ୍ରନାଥ ବାହିନୀପତି ମାଟି ଲଗ୍ନ ସାହିତ୍ୟ ସଂସଦ କୋରାପୁଟ ମାଲକାନଗିରିରୁ ବର୍ତ୍ତମାନ ଛୁଟି ଆସୁଛନ୍ତି ଆମର ସମ୍ମୁଖକୁ ଏବଂ ଏ ସ୍କ୍ରିନକୁ। କବି ରବୀନ୍ଦ୍ରନାଥ ବାହିନୀପତି, ମାଟି ଲଗ୍ନ ସାହିତ୍ୟ ସଂସଦ ମାଲକାନଗିରି କୋରାପୁଟ। କବି ରବୀନ୍ଦ୍ରନାଥ ବାହିନୀପତି। ମୁଁ କବିତା ପାଠ କରିବି ତ ସାର୍? ହଁ ହଁ, କବିତା ପାଠ କରନ୍ତୁ ଶ୍ରୀଯୁକ୍ତ ବାହିନୀପତି। ମୁଁ ଟିକେ ବାହାର କରୁଛି ସାର୍, ମୁଁ ତ ଏତେ ପ୍ରିପେୟାର ନଥିଲି, ମୁଁ ଟିକେ ବାହାର କରୁଛି, ଅନ୍ୟ ଜଣଙ୍କୁ ଡାକନ୍ତୁ, ତାପରେ ମୁଁ ମୋର କବିତାଟି ପାଠ କରିବି। ଷୋଳବେଳା କର। ରମାନ ସାର୍ କହିଲେ ଠିକ ଅଛି, ଆମେ ଆଉ 5 ମିନିଟ ଦଉଛୁ, ଆପଣ ଟିକେ ପ୍ରସ୍ତୁତ ହୁଅନ୍ତୁ। ଏବେ ବର୍ତ୍ତମାନ ଆମେ ଅନୁରୋଧ କରିବା ଆମର ଜଣେ ଷୋଳବେଳା କର। କବୟତ୍ରୀଙ୍କୁ। ଷୋଳବେଳା କର। କବୟତ୍ରୀ କବୟତ୍ରୀ ଶୈଳବାଳା କର ଆସୁଛନ୍ତି, ତାଙ୍କର କବିତାକୁ ନେଇ ଆସୁଛନ୍ତି। କବିତାର ଶୀର୍ଷକ ହେଉଛି ଗୁରୁ ଭକ୍ତି। ଗୁରୁ ଭକ୍ତି। ଗୁରୁ ଭକ୍ତି ନମସ୍କାର କବିତାକୁ ନେଇ ନମସ୍କାର। ଆସୁଛନ୍ତି ଜୟ କବୟତ୍ରୀ ଜଗନ୍ନାଥ। ଶୈଳବାଳା କର। ଆଜ୍ଞା, ଆଜିର ଏ ପଲ୍ଲୀଚେତନା ଆସାରରେ ସମସ୍ତଙ୍କୁ ସହୃଦୟ ଯଥାମାନ୍ୟ ଏବଂ ଲଘୁ ଜନ ମାନଙ୍କୁ ସ୍ନେହ ଓ ଶୁଭେଚ୍ଛା। ଆଜି ଏ ଆସରରେ କବିତା ପାଠ କରିବାକୁ ଯାଉଛି, ତାହା ସମାସ୍ପଦ ଗୁରୁଙ୍କୁ ନେଇ। ଆମର ପ୍ରଥମ ଗୁରୁ ହେଲେ ସର୍ବଂ ସାହା ମା। ତାଠାରୁ ତାଠାରୁ ଶିକ୍ଷାର ପ୍ରାଥମିକତା ପାଇଥାଉ। ତାହା ଉପରେ କେତେ କହିଲେ ବି ଲେଖିଲେ ବି କମ ହେବ। ଏଠାରେ ମୋର ପ୍ରକୃତର ଦ୍ଵିତୀୟ ଗୁରୁ ମୋର ଶିକ୍ଷକ ଶ୍ରୀଯୁକ୍ତ ରମାକାନ୍ତ ସାର୍ ଏବଂ କବିୟତ୍ରୀ ଦମୟନ୍ତୀ ନାଥ। ଆଜ୍ଞା, ମୁଁ ଏଠି ଗୋଟେ କବିତା ଲେଖିଛି ଗୁରୁଙ୍କୁ ନେଇ। ପ୍ରଥମେ ଗୁରୁ ବନ୍ଦନା। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ଵର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ହିଁ ସାକ୍ଷାତ ଈଶ୍ୱର, ଗୁରୁ ହିଁ ଜ୍ଞାନର ଭଣ୍ଡାର। ଗୁରୁ ଦିଅନ୍ତି ଦିବ୍ୟ ଜ୍ଞାନ, ତାଙ୍କୁ ଯେ କରିବା ସମ୍ମାନ। ଯେଉଁଠି ଥାଏ ଭକ୍ତି ଭାବ, ସେଠାରେ ଈଶ୍ୱରଙ୍କ ଠାବ। ସର୍ବ ଘଟରେ ଭଗବାନ, ଖୋଜି ବୁଲଇ କେହି ମନ। ଯେକରେ ମନକୁ ଆୟତ, ତାକୁ ଯେ ମିଳଇ ଗତି ପଥ। ଗୁରୁଙ୍କ ଠାରେ ଦେଇ ଧ୍ୟାନ, ପଲି ଚେତନାରେ ଗମନ। ଦେଖାଇଛନ୍ତି ଗତି ପଥ, କରୁଛି କବିତାର ପାଠ। ମିଳିଛି ତାଙ୍କଠୁ ସୁଯୋଗ, ମଣୁଛି ନିଜକୁ ସୌଭାଗ୍ୟ। ବାରିଛି କରନ୍ତୁ ଆଶିଷ ବାରି, ରହୁଛି କାମ ନାମ କରି। ଜୟ ଜଗନ୍ନାଥ। ଏଠି ଶେଷ କରୁଛି। କଥା ଜାଣିଲି, ମୁଁ ମୁଁ ଅଛି, ଜାଣିନଥିଲି। ମୁଁ ବହୁତ ବଡ କରିବାନି, ଏତିକିରେ
ଶେଷ ଆପଣ କଲି। କ୍ଷୁଦ୍ର କବିତା କ୍ଷୁଦ୍ର କି ମହାନ ସ୍ମଲ୍ ଇଜ ବ୍ୟୁଟିଫୁଲ ଆପଣଙ୍କର କବିତା ଅତି ସୁନ୍ଦର ହେଇଛି। ଏବେ ଆପଣ ସାରଙ୍କର ଛାତ୍ରୀ। ଆଜ୍ଞା। ଧନ୍ୟବାଦ ଧନ୍ୟବାଦ ଶୈଳବାଳାଙ୍କର ମହୋଦୟା କବୟତ୍ରୀ ଶୈଳବାଳା ମହାଧର ସେ ଶୈଳବାଳା କର ଦେଖିଲେ ଯେ ଗୁରୁ ଭକ୍ତି ଗୁରୁ ହଁ ଭକ୍ତି ଉପରେ ବହୁତ ବିଷୟ ସେ ଆଙ୍କିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ। ଆମେ ଯିବା ଟିକେ ସମୟ ହେଇଯାଉଛି ପରବର୍ତ୍ତୀ କବିଙ୍କ ପାଖକୁ। ଆଉ ଜଣେ ନାରୀ କବି ଆମର କବୟତ୍ରୀ ଆସୁଛନ୍ତି ଫକୀରମୋହନ ସାହିତ୍ୟ ପରିଷଦକୁ ଆମେ ଟିକେ ଯିବା ଯେହେତୁ ସେ ଆମର କଥା ସାହିତ୍ୟ ଯେ କଥାକାର ଏବଂ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକୀରମୋହନ ସେନାପତି ବ୍ୟାସ କବି ଏ ଭାଷା ଯଦି ରକ୍ଷା ପାଇଛି ଏବଂ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକୀରମୋହନ ସେନାପତିଙ୍କର ଫକୀରମୋହନ ସାହିତ୍ୟ ପରିଷଦ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଯୋଉ ରହିଛି ସେ ଫକୀରମୋହନ ସାହିତ୍ୟ ପରିଷଦରୁ କବୟତ୍ରୀ ଅବନ୍ତୀ ପ୍ରଧାନ କବୟତ୍ରୀ ଅବନ୍ତୀ ପ୍ରଧାନ ଅଛନ୍ତି କି? ପ୍ରାୟ ନାହାନ୍ତି। ଗତ ଥର ସେ ପଢିଥିଲେ କବୟତ୍ରୀ ଅବନ୍ତୀ ପ୍ରଧାନ ଅବନ୍ତୀ ପ୍ରଧାନ ଅଛନ୍ତି ନାହାନ୍ତି। ତେବେ ଆସନ୍ତୁ ଆମେ ଯିବା ଆଉ ଜଣେ କବୟତ୍ରୀଙ୍କ ପାଖକୁ ମାର୍କୋଣାର କବୟତ୍ରୀ ସ୍ୱର ମାର୍କୋଣାର କବୟତ୍ରୀ ଅତି ସୁନ୍ଦର କବିତା ସେ ଆମକୁ ଆଣୁଛନ୍ତି କବୟତ୍ରୀ ରମାମଣି ସାହୁ। କବୟତ୍ରୀ ରମାମଣି ସାହୁ ନାହାନ୍ତି। ତେବେ ଆମେ ଯିବା ମାଟି ଲଗ୍ନ ସାହିତ୍ୟ ସଂସଦ ମାଟି ଲଗ୍ନ ସାହିତ୍ୟ ଆସର କୋରାପୁଟ ମାଲକାନଗିରି ବାହିନୀପତି ମହୋଦୟ କବି ଶ୍ରୀଯୁକ୍ତ ବାହିନୀପତି ରବୀନ୍ଦ୍ରନାଥ ସାର୍ ବାହିନୀପତି ମହୋଦୟ। ମୋର କବିତାର ଶୀର୍ଷକ ନାରୀ ଦ୍ୱିତୀୟ ଈଶ୍ୱରୀ। କିଏ କହେ ନାରୀ ଗୋଟେ ନାରାୟଣୀ କିଏ କହେ ସ୍ୱୟଂ ସିଧା କିଏ କହେ ସିଏ ପ୍ରେମର ଜାହ୍ନବୀ କିଏ କହେ ପୁଣି ରାଧା କିଏ କହେ ନାରୀ ଫଗୁଣର ରଙ୍ଗ କିଏ କହେ ସୁନା ପରି କିଏ କହେ ସିଏ ମନଇ ଝରଣା କିଏ କହେ ଫୁଲ ଝରି କିଏ କହେ ଲକ୍ଷ୍ମୀ କିଏ କହେ ଦୁର୍ଗା କିଏ କହେ ସରସ୍ୱତୀ କିଏ କହେ ତାକୁ ଜଗତ ମୋହିନୀ କିଏ କହେ ମଧୁମତୀ କିଏ କହେ ନାରୀ ତିତିକ୍ଷାର ମୂର୍ତ୍ତି ସହିବା ପଣେ ଧରିତ୍ରୀ କିଏ କହେ ନାରୀ ମୃତ ବିଜୟିନୀ ଶକ୍ତି ସ୍ୱରୂପା ସାବିତ୍ରୀ କିଏ କହେ ନାରୀ ସଂସାର ସୁବନ ରୂପରେ ଲାବଣ୍ୟବତୀ କିଏ କହେ ସିଏ ଚାରୁଲାସ୍ୟମୟୀ କିଏ କହେ ଦିବ୍ୟ ଜ୍ୟୋତି କିଏ କହେ ତାକୁ ଜୀବନ ସୁରଭି କିଏ କହେ ସେ ଚନ୍ଦ୍ରମା କିଏ କହେ ନାରୀ ଗୃହର ଔଜ୍ଜଲ୍ୟ ସ୍ୱଭାବରେ ଅନୁପମା କିଏ କହେ ନାରୀ ପୂତ ପୁଣ୍ୟ ତୋୟା ଥଳ କହେ ତାକୁ ରାତ୍ରିର ଅସ୍ତରାଗ ସନ୍ଧ୍ୟା ତାରା ଭିନ୍ନ ଭିନ୍ନ ଦୁଃଖିନେ ନାରୀ ସେହି ଜ୍ୟୋତି ସେହି ବି କଲ୍ୟାଣୀ
নারী ওটে মাতা যায় ও দুহিতা ভিন্ন রূপে ভিন্ন ভাব ସେହି ଅଟେ ଶକ୍ତି ସେହି ଅଟେ ଶାନ୍ତି ସେହି ଦ୍ରୁମ ସେହି ଉବ ମୋ ଆଖିରେ ନାରୀ ଭୂମାର କରୁଣା ନିରତେ ଆସିଛି ଝରି ନ ଚିହ୍ନିଛି ଯିଏ ଚିହ୍ନିନି ଥରେ ନାରୀ ସାକ୍ଷାତ ଈଶ୍ୱରୀ ନ ଚିହ୍ନିଛି ଯିଏ ଚିହ୍ନିନି ଥରେ ନାରୀ ସାକ୍ଷାତ ଈଶ୍ୱରୀ। ଜୟ ଜଗନ୍ନାଥ, ବନ୍ଦେ କୁଳ ଜନନୀ। ସମସ୍ତଙ୍କୁ ନମସ୍କାର। ଯାଉ କବି ରବୀନ୍ଦ୍ରନାଥ ବାହିନୀପତି ତାଙ୍କର କବିତା ପଢିଲେ ନାରୀ ସମ୍ପର୍କରେ। ନାରୀ ନାରୀ ଯୁଗେ ଯୁଗେ ହିଁ ଶକ୍ତିମୟୀ, ନାରୀ ନୁହେଁ ଭୋଗ, ନାରୀ ନୁହେଁ ଭୋଗ, ନାରୀ ଅଟେ ଯଜ୍ଞ, ନାରୀର ଶକ୍ତି ଅପାର, ନାରୀ ତପସ୍ୱିନୀ, ନାରୀ ଯଜ୍ଞସେନୀ ନାମ ତାର। ନାରୀ ହିଁ ମାନେ ଏମିତି ଯେ ସାରା ଜଗତ ତାଙ୍କର ଆଗରେ, ନାରୀ ଆଗରେ ମଥା ନଇଁ ଦିଏ। ସେଇ ମା, ସେ ନୁହେଁ ସେ ଅବଳା, ନୁହେଁ ସେ ଦୁର୍ବଳା। ହଁ, ତେଣୁ ନାରୀ ବାବଦରେ ଯୋଉ କବି ରବୀନ୍ଦ୍ରନାଥ ବାହିନୀପତି କୋରାପୁଟରୁ ଆମକୁ ଇଏ କବିତାଟି ଗାଇ ଶୁଣେଇଲେ। ଅତ୍ୟନ୍ତ ମନୋମୁଗ୍ଧକର, ବେଶ ମନ ଛୁଆଁ ହେଇଛି, ତେଣୁ ତାଙ୍କୁ ଧନ୍ୟବାଦ। ଆଚ୍ଛା, କିଶୋର ପ୍ରଧାନ ଅଛନ୍ତି ବାହିନୀପତି ମହୋଦୟ? କବି କିଶୋର ପ୍ରଧାନ? ନାଇଁ, ଭାଇ ତ କାହିଁ ଆଜି ଆସିନାହାନ୍ତି, ମାଉସୀ ବି କାହିଁ ନାହାନ୍ତି ବୋଧେ। ଭାଇ ଆଜି ଆସିନାହାନ୍ତି, କିଶୋର ଭାଇ କାହିଁ ଆଜି ଆସିନାହାନ୍ତି। ନାଇଁ, ତାଙ୍କୁ ଅନୁରୋଧ କରିବେ ଆମର ପଲ୍ଲୀ ଚେତନା ସାହିତ୍ୟ ଆସରକୁ ସେ ଟିକେ ଆସି କବିତାଟିଏ ପଢିଲେ ଆମେ ବହୁତ ଖୁସି ହେବୁ। ଆପଣ ଉଭୟ ନିଶ୍ଚିତ ନିଶ୍ଚିତ। ତିନି ଜଣ ଆପଣ ନେକ୍ସଟ ଟାଇମ୍ କୁ ଆପଣ ନିଶ୍ଚିତ ଭାବରେ ଆମକୁ ଟିକେ କବିତା ଗାନ ଶୁଣେଇବେ। ଆମେ ହରିତର ସ୍ୱରରେ ଏ ଜାତି, ଏ ମଣିଷ ଜାତି, ଏ ସଂସାର ଅତ୍ୟନ୍ତ ଆନନ୍ଦମୟ ହେଇ ଉଠୁ। ଏବେ କବିଶ୍ରୀ ବାହିନୀପତି ମହୋଦୟଙ୍କୁ କବିତା ପାଇଁ। ତେବେ ପରବର୍ତ୍ତୀ ପର୍ଯ୍ୟାୟକୁ ଆମେ ଯିବା। ଆମ ବିଜୟ ଗୋପାଳ ଓଝା, ବିଜୟ ଗୋପାଳ ଓଝା। ଓଝା ମହୋଦୟ, ବିଜୟ ଗୋପାଳ ଓଝା ମହୋଦୟ। ହଁ, ଆରମ୍ଭ କରନ୍ତୁ ବିଜୟ ଗୋପାଳ ଓଝା ମହୋଦୟ। ଆଜିର ପଲ୍ଲୀଚେତନାର ଆଶ୍ରୟରେ, ସାହିତ୍ୟ ଆଶ୍ରୟରେ ଉପସ୍ଥିତ ସମସ୍ତଙ୍କୁ ମୋର ଭକ୍ତିପୂତ ପ୍ରଣାମ। ଏବଂ ମୁଁ ମୋର ନିଜ ଆତ୍ମ ଅନୁଭୂତିରୁ ଦ୍ୱିପଦ, ତ୍ୟାଗୀ ହିଁ ଶ୍ରେଷ୍ଠ ଭୋଗୀ ନୁହେଁ, ତାରି ଉପରେ ଦ୍ୱିପଦ କହିବି। ଯେତେବେଳେ ପିଲାଟି ବେଳେ ବାପା ଆମର ପୂଜା କରନ୍ତି, ମୁଁ ସବୁବେଳେ ତାକୁ ବହୁତ ମାନେ ଗଭୀର ଧ୍ୟାନ ସହିତ ଦେଖେ ଯେ ଶ୍ରୀ ବିଷ୍ଣୁ ଭଗବାନ ପଛରେ ନାଗ ସାପ ଏବଂ ମାତା ଲକ୍ଷ୍ମୀ ତାଙ୍କର ପାଦ ସେବନ କରୁଛନ୍ତି। ସେହି ଫଟୋଟିକୁ ଦେଖିକିରି ମୋ ମନରେ ଗୋଟେ ଚିନ୍ତା ଏମିତି ସମୟ ସମୟରେ ଆସୁଥିଲା। ବିଶ୍ୱାଧାର ଲକ୍ଷ୍ମୀକାନ୍ତ ପଦ୍ମନାଭ କମଳ ଲୋଚନ ଶ୍ରୀ ବିଷ୍ଣୁ ବିଷାକ୍ତ ଓ ଭୟଙ୍କର ଅନନ୍ତ ନାଗ ଉପରେ ଶାନ୍ତ ଆକୃତି ଧାରଣ କରି ନିଶ୍ଚିନ୍ତରେ ଏ ବିଶ୍ୱର ସବୁ କିଛି ନିୟନ୍ତ୍ରଣ କରୁଛନ୍ତି। ସର୍ବଲୋକଙ୍କ ସ୍ୱାମୀ, ଭବ ଭୟ ହାରି, ଅଣାକାର, ନିର୍ବିକାର ଓ ପରମ ବ୍ରହ୍ମ ସେ। ନିଜେ ତାଙ୍କ ସୃଷ୍ଟ ଜୀବାତ୍ମାଙ୍କ ପାଇଁ ସମସ୍ତ ସୁଖ ସମ୍ପଦ ଛାଡ଼ି ଅନନ୍ତ ନାଗ ଉପରେ ଅଗାଧ ସମୁଦ୍ର ମଝିରେ କାଳାତିପାତ କରୁଛନ୍ତି। କିନ୍ତୁ ଇଏ ସ୍ୱାର୍ଥାନ୍ଧ ମଣିଷ ଯେତେ ଧନ ଦୌଲତର ଅଧିକାରୀ ହୋଇ ମଧ୍ୟ ଭୋକିଲା ଓ ଅନ୍ୟକୁ ବିପଦରେ ପକାଇ ଅନ୍ୟର ତଣ୍ଟି କାଟି ବିଭିନ୍ନ ଛଳ କପଟରେ ସମସ୍ତ ଆହୁରି ଶାନ୍ତି, ସୁଖ, ଧନ ସମ୍ପଦର ଅଧିକାରୀ ହେବାକୁ ଚାହୁଁଛି। ତା ପେଟ ପୁରୁନାହିଁ, ତାର ତୃଷ୍ଣା ବଢି ଚାଲିଛି। ଯଦିଓ ଜାଣେ ସେ ଦିନେ ମରିବ ଓ ମଲା ବେଳେ ନିଜ କୃତ କର୍ମ ଫଳ ଛଡା ଆଉ କେହି ସାଥୀ ନଥିବେ। ତେଣୁ ଶ୍ରେଷ୍ଠ ହିଁ ସେହି ତ୍ୟାଗୀ ଯେ ଅକୁଣ୍ଠିତ ଚିତ୍ତରେ ଅନ୍ୟର ସେବା କରେ ଓ ଆନ ପାଇଁ ନିଜର ସବୁ କିଛି ତ୍ୟାଗ କରେ।
ଶ୍ରେଷ୍ଠ ହିଁ ସେହି କଳାକାର ଯିଏ ତାର ନିଜକୃତ ସବୁ କଳା ସମ୍ପଦ ଅନ୍ୟର ଉପଭୋଗ ପାଇଁ ତ୍ୟାଗ କରି ନିଜେ ଦୁଃଖ ଦାରିଦ୍ର୍ୟରେ ମଧ୍ୟ ଜୀବନ ବିତାଇଥାଏ। ପ୍ରକୃତ ସେବା ହିଁ ତ୍ୟାଗରେ ପ୍ରକାଶ ପାଏ। ସେବା ଦେବା ପାଇଁ କିଛି ତା ପ୍ରତିଦାନରେ ପାଇବା ବା ନେବା ପାଇଁ ନୁହେଁ। ସେବା ହିଁ ତ୍ୟାଗ, ସେବା ହିଁ ପୂଜା, ସେବା ହିଁ ଧର୍ମ, ସେବା ହିଁ ଦାନ, ସେବା ହିଁ ପ୍ରେମ। ପରୋପକାର ସେବା ହିଁ ମାନବ ଜୀବନର ସାର୍ଥକତା। କେହି ଜଣେ କବି ଲେଖିଥିଲେ, ମୁଁ ନାମ ସେତେବେଳେ ଭୁଲି ଯାଇଛି ଯଦିଓ, ତାଙ୍କର ଗୋଟେ ପଦ ମୁଁ ଇଏ କରୁଛି। ପାଦ ଧୂଳି ସମ ଅଟେ ବିଭବ ସକଳ, ତଟିନୀ ସ୍ରୋତ ସଦୃଶ ଯୌବନ ଚଞ୍ଚଳ। ମାନବର ପରମାୟୁ ଜଳବିମ୍ବ ପ୍ରାୟେ, ଜୀବନ ଫେଣ ଆକାରେ ମିଳାଇ ନ ଯାଏ। ଧର୍ମଟି ଅକ୍ଷୟ ସ୍ୱର୍ଗ ସୁଖର କାରଣ, ପ୍ରାଣପଣେ ଯେ ନ କରେ ସାଧନ କରିବାକୁ। ଏବଂ ଆମେ ଜାଣିଛୁ ଯେ ପରୋପକାରାୟ ସ୍ୱର୍ଗାୟ ନରକମ୍ ପରପୀଡ଼ନମ୍। ତେଣୁ ତ୍ୟାଗ ହେଲା ନିଷ୍କାମ ସ୍ୱଧର୍ମାଚରଣ, ନିସ୍ୱାର୍ଥପର ସେବାରୁ ଆତ୍ମଶାନ୍ତି ଓ ସନ୍ତୋଷ ଯେଉଁଥିରୁ ମିଳେ ସେ ହେଉଛି ତ୍ୟାଗ। ଯୋଗ ହେଲା ଈଶ୍ୱର ତଥା ଈଶ୍ୱରୀୟ ଗୁଣ ସହ ନିଜକୁ ଯୋଡ଼ିବା, ଯାହାଦ୍ୱାରା ସାଧାରଣତଃ ଯୋଗୀ କ୍ୱଚିତ ରୋଗୀ ହୁଏ। ଆଉ ଭୋଗ ହେଲା ନିଜ କର୍ମ ଓ ବୁଦ୍ଧି ବଳରେ ସଂସାରର ବିଳାସ ବ୍ୟସନ ଧନ ମାନ ସମ୍ମାନକୁ ଉପଭୋଗ କରିବା ପାଇଁ ଲାଳସା ରଖିବା। ଆଉ ଯଦି ଅତି ଭୋଗରେ ଆସକ୍ତ ହେଇଯାଏ ମଣିଷ, ଶେଷରେ ସେ ମଧ୍ୟ ରୋଗୀ ହୋଇଥାଏ। ଅତି ସର୍ବତ୍ର ଗର୍ହିତମ୍। ଆଉ ରୋଗ, ଯିଏ ଯୋଗଯୁକ୍ତ ସେ ରୋଗମୁକ୍ତ, ଯିଏ ଭୋଗରେ ଆସକ୍ତ ଏବଂ ମସ୍ତ ସେ ହୁଏ ରୋଗଯୁକ୍ତ। ତେଣୁ ତ୍ୟାଗ ବଳରେ ତାର ମଣିଷ ତାର ସୁକର୍ମ ଓ ତ୍ୟାଗ ଯାହାକି ନିସ୍ୱାର୍ଥପର ଭାବନାରେ କରେ ଏବଂ ସେଥିପାଇଁ ସେ ଦୁଃଖ କରେ ନା, ପଶ୍ଚାତାପ କରେ ନା କି ମନସ୍ତାପ କରେ ନା, ଏବଂ ସେ ସୁକର୍ମ କରିଚାଲେ, ତା ଦ୍ୱାରା ଅନ୍ୟର ମଙ୍ଗଳ ହୁଏ ଏବଂ ଅନ୍ୟର ମଙ୍ଗଳ ପାଇଁ କର୍ମ ବା ତ୍ୟାଗର ସୁଫଳ ସେହି କର୍ମକର୍ତ୍ତା ତ୍ୟାଗୀକୁ ହିଁ ପ୍ରାପ୍ତ ହୁଏ। ତେଣୁ ସେବା କରି ପ୍ରତ୍ୟାଶା ବା କିଛି ପାଇବାର ଆଶା ରଖାଯାଏ ନା। ଗୀତାରେ ଅଛି ଭକ୍ତ ଚାରି ପ୍ରକାର। ହେଲା ଆର୍ତ ଭକ୍ତ, ଯିଏ କାକୁତି ମିନତି ହୋଇ ଭଗବାନଙ୍କୁ ପ୍ରାର୍ଥନା କରେ। ଆଉ ଗୋଟେ ହେଲା ଅର୍ଥାର୍ଥୀ ଭକ୍ତ, ଯେଉଁମାନେ ଅଧିକ ଭୋଗୀ, ସେ ଅର୍ଥ କାମନା କରନ୍ତି, ମତେ ଆହୁରି ମିଳୁ, ଆହୁରି ଦିଅ, କୋଟିରୁ ଅରବପତି ବନେଇ ଦିଅ, ଅର୍ଥାର୍ଥୀ। ଆଉ ଜିଜ୍ଞାସୁ ଭକ୍ତ, ପ୍ରକୃତରେ ଯୋଗୀ ଜିଜ୍ଞାସୁ ଭିତରେ ଯିବେ ଏବଂ ଜ୍ଞାନୀ ଭିତରେ ଯିବେ। ଏବଂ ଜ୍ଞାନୀ ଭକ୍ତ ସବୁଠାରୁ ଶ୍ରେଷ୍ଠ, ଯିଏ ଈଶ୍ୱରଙ୍କୁ ସବୁଠାରୁ ଶ୍ରେଷ୍ଠ ବୋଲି ଭାବିଛି, ସିଏ ସବୁକିଛି ଈଶ୍ୱରଙ୍କ ଠାରେ ସମର୍ପଣ କରି ନିଜର କର୍ମକୁ ସେ ନିୟନ୍ତ୍ରିତ କରିଥାଏ, ସେ ହେଉଛି ଜ୍ଞାନୀ ଭକ୍ତ। ତେଣୁ ଜ୍ଞାନୀ ଭକ୍ତ ହିଁ ଜାଣେ ତ୍ୟାଗର ମହିମା। ତେଣୁ ସେ ହେଉଛନ୍ତି ଶ୍ରେଷ୍ଠ ଏବଂ ତ୍ୟାଗୀ ହିଁ ଯେହେତୁ ଶ୍ରେଷ୍ଠ, ଜ୍ଞାନୀ ଭକ୍ତ ମଧ୍ୟ ଶ୍ରେଷ୍ଠ। ଏଇଠି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। धन्यवाद धन्यवाद आमर वरिष्ठ कवि एवं प्राबंधिक। ये क्षुद्र प्रबंध त्याग ही श्रेष्ठ, भोगी नुहे, त्याग ही श्रेष्ठ। ये जो लेखा, ये मर्मस्पर्शी लेखा प्रकृत रे आम त्याग आ सेवा, ये त्याग होची आम संस्कृतिर मूल मंत्र। ये भारत वर्षर संस्कृति, ओडिशार संस्कृति होची, तार प्राण केंद्र बिंदु होची त्याग। त्याग रे जीवन, त्याग रे आनंद, त्याग रे शांति। अन्य
ବଞ୍ଚିବା ଅନ୍ୟର କଲ୍ୟାଣ ପରର କଲ୍ୟାଣ ପରାର୍ଥ ପରାୟଣତା ଯୋଉଟା ମୁନି ଋଷି ମାନେ କହି ଯାଇଛନ୍ତି ପରାର୍ଥ ପରାୟଣତା live for others এইটা ସେ ସୂଚେଇ ଦେଲେ ଆମକୁ ସମସ୍ତଙ୍କୁ ଅତି ସୁନ୍ଦର ଭାବରେ ସେ ଚିତ୍ରଣ କରିଛନ୍ତି ତାଙ୍କର ଲେଖାରେ ଏଇ ଯୋଉ ତ୍ୟାଗର କଥା ଭୋଗର କଥା ଏବଂ ସେ କହୁଥିଲେ ମହାଭାରତରେ ବ୍ୟାସ ମାତ୍ର ଦିଟା କଥା କହିଛନ୍ତି ଏତେ ବଡ 18 ଖଣ୍ଡ ମହାଭାରତ ଅଷ୍ଟାଦଶ ପୁରାଣସୁ ବ୍ୟାସସ୍ୟ ବଚନମ ଦ୍ୱୟମ୍ ପରୋପକାରାୟ ସ୍वर्गाय ପାପାୟ ପରପୀଡ଼ନମ୍ ଅତି ସୁନ୍ଦର ଭାବରେ ସେ ବ୍ୟାଖ୍ୟାନ କଲେ ତେବେ ତାଙ୍କୁ ଧନ୍ୟବାଦ ବିଜୟ ଗୋପାଳ ଓଝା ତାଙ୍କର କବିତା ପୁସ୍ତକ ଉନ୍ମୋଚନ ହେଇଥିଲା ଦୋଳସାହିର ହିଡମ୍ବାଇ କେନ୍ଦ୍ରରେ ମାଙ୍କର ପୀଠରେ ଏବଂ ସେ ଆଗାମୀ ଥର ଏଇଭଳି ଲେଖା ନେଇ ଆସନ୍ତୁ ଏବଂ ତାଙ୍କର କବିତାରୁ ଗୋଟେ କବିତା ପଢିବା ପାଇଁ ମୁଁ ଅନୁରୋଧ କରି ତାଙ୍କୁ ଆମେ ବର୍ତ୍ତମାନ ଧନ୍ୟବାଦ ଜ୍ଞାପନ କରୁଛୁ କବି ବିଜୟ ଗୋପାଳ ଓଝାଙ୍କୁ ତାପରେ ଆସନ୍ତୁ ଭୁଲ ରହିଲା କେଉଁଠି ମଣିଷ ଭୁଲ କରିବ ନା ସଂସାର କହୁଛି ଭୁଲ 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 ଏଟା ଭୁଲ ସେଟା ଭୁଲ ସେଠି ଭୁଲ ତେବେ ଭୁଲ ରହିଲା କେଉଁଠି ଏ ଭୁଲ ରହିଲା କେଉଁଠି କବିତାକୁ ନେଇ ଆସୁଛନ୍ତି ନୂଆ ସକାଳର କବି ଜୀବ ପ୍ରାଣର କବି କବି ସୀତାକାନ୍ତ ନାଥ ପଲ୍ଲୀ ଚେତନା ଆଶ୍ରୟରେ ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ ସମାଜର ରୀତି ଓ ନୀତିକୁ ନେଇ କବିତାଟି ଲେଖିଛି ଛୋଟିଆ କବିତାଟିଏ ଭୁଲ କେଉଁଠି ହେଲା ଆମ ସଂସାର ଆମେ ଆରମ୍ଭ କଲେ ଗାଁ ଛାଡ଼ି ଆମେ ସହର ଗଲେ ପରିବାର ଠାରୁ ଦୂରେ ରହିଲେ ସରକାରଙ୍କର ନିୟମ ମାନି ଦୁଇଟି ଯେ ପିଲା ଜନ୍ମ କଲେ ସବୁ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେଲେ ଶାସନଟା ଟିକେ କୋହଳ କଲେ ଟଙ୍କା ଛପା ମେସିନ୍ ତିଆରିରୁ ଆମେ ପିଲାଦିନୁ ତାଙ୍କୁ ଲାଗି ପଡ଼ିଲେ ଇଂରାଜୀ ମିଡିୟମରେ ନାମ ଲେଖାଇ ଦେଲେ ଆମଠାରୁ ସେ ଉଚ୍ଚକୁ ଯିବ ନାଁ କରିବ ଭଲ ପଢ଼ିବ ଗାଁ ଛାଡ଼ି ସହରରେ ରହିବ ବିଦେଶ ଯିବ ବଡ଼ ହେଲେ ସେ ଡାକ୍ତର କି ଇଞ୍ଜିନିୟର ହବ ପିଲାଦିନୁ ତାଙ୍କୁ ତାଗିଦ କଲେ ନିଜ ଠାରୁ ତାକୁ ଦୂରେ ରଖିଲେ ରେସିଡେନ୍ସ କଲେଜରେ ନାମ ଲେଖାଇ ଦେଲେ +2 ପାସ୍ କଲା ପରେ କୋଚିଂ ଦେଲେ କୋଚିଂରେ ସେ ପାସ୍ କଲା ଡାକ୍ତର ବା ଇଞ୍ଜିନିୟର ପାଠ ପଢ଼ିଲା ବୁଳା ବୁଳା ଟଙ୍କା ପଠାଯାଇ ଗଲା ସେଠାରେ ସେ କେମିତି ଚଳୁଛି ଫୋନ କରି ସବୁ ବୁଝାତ ଗଲା ପିଲା ବଡ଼ ହେଲା ଚାକିରି କଲା ଦେଶ ଛାଡ଼ି ସେ ବିଦେଶ ଗଲା ଆମ କଥା ସେ ଫୋନ ଦ୍ୱାରା ବୁଝୁତ ଥିଲା ଚଳିବା ପାଇଁ ଟଙ୍କା ପଠାଉଥିଲା କର୍ତ୍ତବ୍ୟ ଆମର ସରି ଆସିଲା ହାତକୁ ଦିଆ ତ ହୋଇ ସେ ଗଲା ନିଜ ସଂସାର ସେ ନିଜେ ବୁଝିଲା ଆମଠାରୁ ସେ ଦୂରେ ରହିଲା ବାର୍ଦ୍ଧକ୍ୟ ଆମର ପହଞ୍ଚିଗଲା କେୟାର ଟେକର ସିଏ ରଖିତ ଦେଲା କିଏ ବା ଜରାଶ୍ରମ ନେଇ ଛାଡ଼ିଲା ସବୁ ଖର୍ଚ୍ଚ ସିଏ ପଠାଉଥିଲା ଆମେ ଯଦି ଆମ ଜୀବନ ଅଙ୍କକୁ ପଶି ବସିବା ଫଳଟା ଆମକୁ କଣ ମିଳିଲା ନିଜେ ବୁଝିବା ଏମିତି କରିଲେ ସେମିତି ହେଲା ଶେଷ ପରିଣତି ଏହା ହିଁ ଥିଲା ପାଠକେ ମୋର କହିବେ ଟିକେ ଭୁଲ କେଉଁଠି ହେଲା ଏତିକି ବଢିଆ ବଢିଆ କବି ସୀତାକାନ୍ତ ନାଥ ଅତି ସରଳ ସାବଲୀଳ ଭାଷାରେ ଅତ୍ୟନ୍ତ ସରଳ ସାବଲୀଳ ଭାଷାରେ ସେ ସମାଜର ଚିତ୍ରକୁ ସୁଖ ଦୁଃଖ ଏବଂ ନ୍ୟାୟ ଅନ୍ୟାୟ ଏବଂ ସମାଜର ଯୋଉଠି ଦୋଷ ତ୍ରୁଟି ତାକୁ ସେ ଠିକ ଭାବରେ ଲେଖିଛନ୍ତି ବର୍ତ୍ତମାନ ये जो उत्कल बा भारत वर्षरे युवपीढ़ी माने निजर संस्कृति को भूली निजर बापा माँ को भूली निजर माटी मटाल को परित्याग करी जो विदेशी संस्कृतिर अभाव माति छंती एवं ताकु नहीं से जो कवि सीताकांत नाथ भूल केउठी रहिला ये संपर्क रे माने समस्त बुद्धिजीवी मान को से प्रश्न करिसंती एवं समाज गोटे संदेश सुनाइसंती निष्पत्ति होची आपणकर धन्यवाद कवि सीताकांत नाथ तेबे आसंतु आमे जिबा वर्तमान आमर कवि वर्तमान आसुचंती माटी लग्न रे गले मानसीवाला मानसीवाला सुतार कवयित्री मानसीवाला सुतार रही मानसीवाला सुतार प्राय नहांती तबे कवि बर्तमान आसिबे कवि प्रदीप दास आनंदपुर कवि प्राबंधिक प्रदीप दास आनंदपुर
से प्रथमे झरणार कवि झरणार गल्प झरणार प्रबंध से लिखिथिले झरणा कवि प्रदीप दास जय साउंड ସେ ଆଜି ଆସିନାହାନ୍ତି करूची अछंती ଆସିନାହାନ୍ତି प्रदीप दास ଦୀक्षିତ ଆସିନାହାନ୍ତି। अभी अजय साहू के कहिबे ତାଙ୍କର ବୋଧେ କ'ଣ ପ୍ରୋବ୍ଲେମ ଅଛି ନେଟୱାର୍କ, ସେ କାହିଁକି ଫୋନ ବି ଲାଗୁନି ତାଙ୍କୁ। अच्छा अच्छा ठीक है समय दे दबा एबे कवि भरत विश्वाल माटीर कवि भरत विश्वाल जानती बोधे कवि अलेकचंद्र नाथ ଗୀତାଞ୍ଜଳି ଅଗଷ୍ଟି ଆସିଛନ୍ତି କି? अछंती ଗୀତାଞ୍ଜଳି ଅଗଷ୍ଟି ଆସିଛନ୍ତି କି? गीतांजलि अगस्ती कवयत्री गीतांजलि अगस्ती कवयत्री गीतांजलि अगस्ती ଅଛି ଅଛି ଆଜ୍ଞା ଅଛି ଆଜ୍ଞା ଟିକେ ଲେଟ୍ ହେଇଗଲା ମୁଁ ଟିକେ ଯାଇଥିଲି ଆଜ୍ଞା ଗୋଟେ ମିଟିଂ ଯାଇଥିଲି ଆଉ ଆସିବା ଲେଟ୍ ହେଇଗଲା ମୁଁ ସେ ଜଏନ୍ କରିବା ବି ଲେଟ୍ ହେଲା ठीक अच्छी श्री जगन्नाथ संस्कृति परिषद रे कविता पाठ करुछंती भद्रकर कविता आसर रे कविता पाठ करुछंती कवयत्री गीतांजलि अगस्ती एरडा बालीखंडर कवि एरडा बालीखंडर कवि आम गाजीपुर र बंधु तबे कवि गीतांजलि अगस्ती तांकर कवितार शीर्षक सह कविता पाठ करिवे कवयत्री गीतांजलि अगस्ती। जय जगन्नाथ ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଶୁଭ ସନ୍ଧ୍ୟା ଶୁଭକାମନା ଶୁଭେଚ୍ଛା ମୋର କବିତାର ଶୀର୍ଷକ ଧନ୍ୟ ମୋ ଜନ୍ମ ଭୂମି ଧନ୍ୟ ମୋ ଜନ୍ମ ଭୂଇଁ ତାର ତୁଳନା ନାହିଁ ଜନ୍ମ ହୋଇ ନିଶ୍ୱାସ ପାଇ ଆଖି ଦେଲି ଫିଟାଇ ଧନ୍ୟ ମୋ ଜନ୍ମ ଭୂଇଁ ଏନ୍ତୁଡ଼ି ଶାଳରୁ ମନ ଖୋଜିଲା କିଏ ସୃଷ୍ଟିକର୍ତ୍ତା ବୋଲି ପିତା ମାତାଙ୍କୁ ଆଗରେ ଦେଖି ଦେବତା ବୋଲି ଜାଣି ଆଜ୍ଞା ଶୁଭୁଛି 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 ପାଠ କରନ୍ତୁ ମାତା ଶିଖାଇଲେ ସଂସ୍କାର ମୋତେ ପିତା ଦେଖାଇଲେ ଧରା ସଂସାରର କଷ୍ଟ ସହିଲେ ସେଇ ମୋ ପ୍ରତିଷ୍ଠାନ ପରା ଚାଷୀ ହୋଇ ସେ ଶିକ୍ଷିତ କଲେ ସମାଜ ଗଣିତ ହେଲି ଅଫିସର ହୋଇ ଆଖି ବଡ଼ ହେଲା ତାଙ୍କୁ ଚିହ୍ନି ନ ପାରିଲି ଚାଷୀ ପୁଅର ପରିଚୟ ଦେଲେ ଅଫିସରେ ନାକ ଟେକିବେ ଚାଷୀ ହେବା ତ ଅଭିଶାପ ଭାଇ କେବେ ସମ୍ମାନ ନ ପାଇବେ ଜୟ କିଷାନ କହି ଧୋକା ଦେଇ ମିଛେ କରେ ଜୟ ଗାନ ସ୍ୱାର୍ଥ ଅର୍ଥକୁ ତୁଚ୍ଛ ମଣି କର୍ମ କରେ ରାତି ଦିନ ସ୍ୱାର୍ଥ ଅର୍ଥକୁ ତୁଚ୍ଛ ମଣି ଚାଷୀ କର୍ମ କରେ ରାତି ଦିନ ଜୟ ଜଗନ୍ନାଥ ପ୍ରଣାମ नमस्कार नमस्कार कवयत्री गीतांजलि अगस्ती केड़े सुंदर कविता टी रचना करिसंती आगु को आहुरी हमको कवितार ध्वनि से हम आगु को बढ़िबे आगु को तबे तांको धन्यवाद टे दबा तांकर कविता होछि जे धन्य मो जन्म भूमि तार तुलना नहीं वाह सुंदर भाव रे चित्रण करिसंती ई जो जन्म भूमि ऊपर से लिखिले माटी मा उपरे लिखिले मातृभूमि उपरे लिखिले जो मातृभूमि उपरे मु जहार कोଳରେ बढ़िछि पिलाटी बेलु रे जावत जहार कोଳରେ मु बढ़िछि जहार माटी पानी पवन रे मोरे शरीर गठन हेछि से मातृभूमि प्रति तांकर निवेदन ए कविता रे अति सुंदर भाव रे चित्रित कले कवयत्री
ଆମର ଦେଖିଲ ଗୀତାଞ୍ଜଳି ରମାମଣି ସାହୁ ଦେଖିଲ। ହଁ କବୟତ୍ରୀ ଗୀତାଞ୍ଜଳି ଅଗସ୍ତି ତାଙ୍କୁ ଧନ୍ୟବାଦ। ତେବେ ଆସନ୍ତୁ ବର୍ତ୍ତମାନ ରମାମଣି ସାହୁ ମାର୍କୋଣାର କବି କବୟତ୍ରୀ ରମାମଣି ସାହୁ ଅଛନ୍ତି? ନାଇଁ 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 ନାହାନ୍ତି। ମମତାରାଣୀ ଦାସ ମମତାରାଣୀ ଦାସ ହଁ ହଁ ମମତା ଦାସ ମିଶ୍ର ମମତା ରାଣୀ ଦାସ ମିଶ୍ର କବୟତ୍ରୀ ମମତା ରାଣୀ ଦାସ ମିଶ୍ର ଅଛନ୍ତି? ତାପରେ ଆସନ୍ତୁ ସୁଦର୍ଶନ ଆସିଛି। ଆମର ସୁଦର୍ଶନ ସାହୁ କବି ସୁଦର୍ଶନ ସାହୁ ସାର୍ କବି ସୁଦର୍ଶନ ସାହୁ ନମସ୍କାର। କବି ସୁଦର୍ଶନ ସାହୁ ମହୋଦୟ ଆସିଲେଣି। ଧନ୍ୟବାଦ। ନମସ୍କାର ନମସ୍କାର ସୁଦର୍ଶନ ନାନା। ଏବେ ଆପଣଙ୍କର ନମସ୍କାର। କବିତା କି ପ୍ରବନ୍ଧ ଆପଣ ପାଠ କରନ୍ତୁ। ନା ମୋ ପାଖରେ ଆଜି କିଛି ନାହିଁ, ମୁଁ ଏବେ ଶୋଇ ପଡିଥିଲି, ଦେହ ଭଲ ଲାଗିଲାନି, ମୁଁ ଜଷ୍ଟ ଉଠିକି ଏବେ ଲଗଉଛି। ଶୋଇପଡିବା ବି ଗୋଟେ କବିତା। ଆଜ୍ଞା ନିଦରେ ନିଦରେ ଶୋଇପଡିବା, ସ୍ୱପ୍ନ ଦେଖିବା, ଏ ଶୋଇପଡିବା ମଧ୍ୟ ଏକ କବିତାର ଅନୁଭୂତି। ହ୍ୟାଲୋ ହ୍ୟାଲୋ ଆସୁ ହ୍ୟାଲୋ ସାର୍। ହଁ 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 କହ। ମୁଁ ଅଛି କହୁଛି, ଆପଣ ଅନ୍ୟମାନଙ୍କ ନାଁ ଡାକୁଛନ୍ତି। ହ୍ୟାଲୋ ମୋ କଥା ଶୁଭୁଛି ନା? ରମାମଣି ସାହୁ ଅଛନ୍ତି? ଆଜ୍ଞା ଅଛି ମୁଁ। ଆଚ୍ଛା ହଉ କୁହନ୍ତୁ। ରମା ସୁଦର୍ଶନ ନାନା କହିବେ। ନା ରମାମଣି ସାହୁ ଅଛନ୍ତି, କୁହ। ରମାମଣି ସାହୁ କବୟତ୍ରୀ କଲିକତାନାର ରମାମଣି ସାହୁ। ସମସ୍ତ ସଭ୍ୟ ମାନଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ। ଆଉ ମୋର କବିତାର ଶୀର୍ଷକ ଆଜି ଏବେ ବି ବଞ୍ଚିଛି ଗାଁ। ସାର୍ ଶୁଭୁଛି ତ? ହଁ ଶୁଭୁଛି। ପୂରୁବ ଦିଗରୁ ନାଲି କିରଣରେ ମଣ୍ଡି ହୋଇ ଉଦୟ ରବି ଆଲୋକିତ କରି ସାରା ସଂସାରକୁ ଭିଟାମିନ ଦେବା ଲାଗି। ସକାଳ କିରଣ ମିଳେ ଭିଟାମିନ, ପ୍ରାଣୀ ପାଇଁ ଯାହା ଲୋଡ଼ା। କାହିଁ କେତେ କାଳୁ ଅକୁଣ୍ଠିତ ଚିତ୍ତେ ଦାନ କରୁଛନ୍ତି ପରା। ନିଦ୍ରା ଭଙ୍ଗ ହୁଏ କାକଳି ଗୁଞ୍ଜନେ, କୋକିଳର କୁହୁତାନେ। ତରେ ତର ତରେ ବଧୂ ସାରେ ନିତ୍ୟ କର୍ମ, ଯିବା ପାଇଁ କି ସ୍ନାହାନେ। ବୁଢୀ ମା ଗାଧୋଇ ପାଣି ଢାଳ ଧରି, ପାଣି ଦିଏ ତୁଳସୀରେ। ପୂଜା ଘରେ ବସି ଖୋଲେ ଭାଗବତ, ଗାଏ ଗୁଣୁ ଗୁଣୁ ସ୍ୱରେ। ସକାଳୁ ବିଛଣା ଛାଡେ ନାହିଁ କୁନା, ମା ଛାଡୁଥାଏ ହୁରି। ନିତ୍ୟ କର୍ମ ସାରି ପାଠ ପଢ ବାବୁ, କର ନାହିଁ ଜମା ଡେରି। ଉଷାର ନରମ ଖରା ସାଥେ ଦେବ, ଆଳୟ ମଧୁର ଧ୍ୱନି। କର୍ମରେ ଉତ୍ସାହ ପ୍ରାଣରେ ଜାଗ୍ରତ, ମଞ୍ଜି ଦିଏ ଅବାବୁଣି। ଚତୁଃପାର୍ଶ୍ଵ ବୃକ୍ଷ ଲତାଙ୍କର ଶୋଭା, ପ୍ରକୃତିର ଉପହାର। ରଖିଛି ସଜାଇ ଜୀବଜନ୍ତୁ ପାଇଁ, ବକ୍ଷ ଦେଶରେ ତାହାର। ରଙ୍ଗ ବେରଙ୍ଗର ଡାଳରୁ ଡାଳକୁ, ବିହଙ୍ଗ ଉଡି ବୁଲନ୍ତି। ନିଜ ସାଙ୍ଗ ସାଥି ପ୍ରିୟ ଜନଙ୍କୁ ସେ ନିଜ ଭାଷାରେ ଡାକନ୍ତି। ତୁରିତ ଗତିରେ ନିତ୍ୟ କର୍ମ ସାରି, କୃଷକ ଦଉଡେ କ୍ଷେତେ। କରେ ଆକଳନ ଏସନ ଫସଲ, କେତେ ଲାଭ କ୍ଷତି କେତେ। କ୍ଷେତ ମୁଣ୍ଡେ ଠିଆ ହୋଇ ଚାଷୀ ଭାଇ, ଦେଖଇ କେତେ ସପନ। ରକ୍ଷା କର ପ୍ରାକୃତିକ ଦାଉରୁ, କରେ ପ୍ରଭୁ ନିବେଦନ।
ବ୍ୟସ୍ତ ବହୁଳ ଏ ସକାଳ ସମୟ ମିଳେ ନାହିଁ ପୁରୁଷତ ନିଜ କର୍ମ ନିଜ ଚିନ୍ତା ନେଇ ନିଜେ ହୋଇଥାନ୍ତି ସର୍ବେ ଲିପ୍ତ ଗାଁର ସଭ୍ୟତା ସଂସ୍କୃତି ସଂସ୍କାର ଅକୁଣ୍ଠିତ ସହାୟତା ଦେଖିବାକୁ ସାତ ସପନ ସହରେ ମିଳେ ନାହିଁ ଆତ୍ମୀୟତା ଗାଁଟି ଅଟଇ ଏ ଦେଶର ପ୍ରାଣ ଅଟଇ ଦେଶର ଆତ୍ମା ଗାଁର ଉନ୍ନତି ପଥେ ସର୍ବେ ଆସ ହେଳା କର ନାହିଁ ଜମା ଶାନ୍ତ ପରିବେଶ ନିରଳସ ଗାଁ ମିଳଇ ପ୍ରକୃତ ଶାନ୍ତି ଗାଁର ଉନ୍ନତି ହେଲେ ଯାଇ ହେବ ଆମ ଦେଶର ପ୍ରଗତି କୃଷକ ଶ୍ରମିକ ଗାଁରେ ଆମେରେ ଆସ ଦମ୍ଭେ ହୁଅ ଠିଆ ସ୍ୱାର୍ଥ ବିହୀନ ହୋଇ ସୂର୍ଯ୍ୟ ସମ ଫୁଲାଇ ନିଜର ହିଆ ସରିଗଲା ସାର୍। ବହୁତ ବହୁତ ଧନ୍ୟବାଦ। ଆଚ୍ଛା, କବୟତ୍ରୀ ରମାମଣି ସାହୁ ଆଜ୍ଞା ଯେ କବିତା ଏବେ ବି ବଞ୍ଚିଛି ଗାଁ ଆଜ୍ଞା ଏକ ମାର୍ମିକ ଅଭିବ୍ୟକ୍ତି ଅତି ସୁନ୍ଦର ରୂପାୟିତ କରିଛନ୍ତି ସୁନ୍ଦର ଭାବରେ। ମୋର କହିବାର କଥା ହଉଛି ଆପଣ ଏ କବିତାଟା 2025 ର କବିତା ନା 24 ର କବିତା? 2025 ଆରମ୍ଭରେ ଲେଖିଥିଲି। ହଁ, ରାଇଟ ରାଇଟ, ବର୍ଷ ଆରମ୍ଭରେ। ତେବେ ଆଜ୍ଞା 2025 ଆରମ୍ଭରେ ଲେଖିଛନ୍ତି ଏବେ ବି ବଞ୍ଚିଛି ଗାଁ, କାହିଁକି ନା ଯେତେବେଳେ ସମସ୍ତେ ଗାଁ ହଜିଗଲାଣି, ଗାଁ ଆଉ ଗାଁ ହିଁ ନାହିଁ ଏମିତି କବିତା ଲେଖୁଛନ୍ତି, ଆପଣ ପଲ୍ଲୀ ପ୍ରାଣରେ ଗୋଟେ ସ୍ୱପ୍ନ ଏବଂ ଆଶା ଭରି ଦେଇଛନ୍ତି ଏବେ ବି ବଞ୍ଚିଛି ଗାଁ। ତେଣୁ ଆପଣଙ୍କୁ ଧନ୍ୟବାଦ। ଗାଁକୁ କବି ତାଙ୍କ କଲମ ମୁନରେ ବଞ୍ଚାଇ ରଖିଛନ୍ତି। ଗାଁ ମାଟି, ଗାଁ ଚାଷ, ଗାଁ ବାସ, ଗାଁର ଚାଷୀ କୂଳ ଏବଂ ଗାଁର ସଡ଼କ, ଗ୍ରାମ ପଥ, ଗାଁ ମନ୍ଦିର, ଗାଁ ହାଟ, ଗାଁର ଫୁଲ ଫଳ, ଗାଁର ଚାଷବାସ ଏସବୁ ଏବେ ବି ବଞ୍ଚିଛି। ଗାଁର ପଲ୍ଲୀ ପ୍ରାଣ, ପଲ୍ଲୀ ପ୍ରକୃତି ଏବେ ବି ହସୁଛି। କବିଙ୍କର ଲେଖନୀରେ ଅତି ସୁନ୍ଦର ଭାବରେ ସେ ସମସ୍ତ କଥାକୁ ଚିତ୍ରଣ କରିଛନ୍ତି କବୟିତ୍ରୀ ରମାମଣି ସାହୁ। କିନ୍ତୁ ଆପଣଙ୍କୁ ଆମେ ଡାକିଲୁ, ଆମକୁ ଆପଣଙ୍କର ଡାକଟା, ଆପଣଙ୍କର ଯୋଉ ଜବାବଟି କାହିଁ ଶୁଭିଲା ନାହିଁ ଆମକୁ। ଯାହା ହଉ ଆପଣ ସାର୍ ମୁଁ ଅଛନ୍ତି। ଜାଣିପାରିଲିନି, ମୁଁ ମୋ ପୁତୁରା ପାଖକୁ ନେଲି ଯେମିତି ସିଏ ସେଇଠୁ କଲା ଯେମିତି ଆପଣଙ୍କୁ ଶୁଭିଲା ଆଉ ମୁଁ ଜାଣିପାରିଲିନି ଆପଣଙ୍କୁ ଶୁଭିଲାନି ବୋଲି। ଏଇଟା କହିଥାନ୍ତେ। ଆଚ୍ଛା, ଠିକ ଅଛି। କବୟତ୍ରୀ ରମାମଣି ସାହୁଙ୍କୁ ଧନ୍ୟବାଦ। ଆପଣ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣ ସୁନ୍ଦର କବିତା ଆହୁରି ଲେଖିବେ। ଏବେ ବି ବଞ୍ଚିଛି ଗାଁ ଏକୁ ଆଉ ଥରେ ବି ପାଠ କଲେ ଆଉ ସୁନ୍ଦର ହବ। ତେବେ ବର୍ତ୍ତମାନ ଆମେ ଆସନ୍ତୁ ଯିବା ସୁଦର୍ଶନ ନନା, ସୁଦର୍ଶନ ସାହୁ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରିଟାୟାର୍ଡ ଏମ୍ପ୍ଲୟୀ, ରିଟାୟାର୍ଡ ଜେନେରାଲ ମ୍ୟାନେଜର ସୁଦର୍ଶନ ସାହୁ। ଆମର ଆଜିର ଆସରର ପଲ୍ଲୀ ଚେତନା ଆସରର ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ ଏବଂ ଧନ୍ୟବାଦ। କାହିଁ ଅଶ୍ୱିନୀ ବାବୁ ତ ଆଜି ଦେଖା ହଉନାହାନ୍ତି, ସେ ବୋଧେ ପଳେଇଲେଣି କଣ ମୁଁ ଜାଣିନି। ପଢିକି ଗଲେଣି। ମୋର ଟିକେ ଆଜି ଦେହ ଭଲ ନଥିବାରୁ ମୁଁ ଟିକେ ଶୋଇ ପଡିଥିଲି, ବହୁତ ଦୁଃଖିତ। ଆଜି ମୋ ପାଖରେ କିଛି କବିତା ନାହିଁ, ତେଣୁ ଆପଣଙ୍କ ପାଖରୁ କ୍ଷମା ମାଗି ନେଉଛି ଏବଂ ସମସ୍ତଙ୍କୁ ମୋର ଶୁଭେଚ୍ଛା ଆଉ ଧନ୍ୟବାଦ। ବହୁତ 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 ନମସ୍କାର। ଆପଣ ଶୋଇଥିଲେ ବି ଶୟନ ସଭାପତି ଅଛନ୍ତି। ମହୋଦୟଙ୍କୁ ମୋର ଅନୁରୋଧ, ଯଦି କିଛି ସମୟ ମତେ ଦେବେ ତାହେଲେ ଗୋଟେ ଆଧୁନିକ ଆଧ୍ୟାତ୍ମିକ କବିତାଟିଏ ଅଛି, ମୁଁ ତାକୁ ଟିକେ ଗାନ କରନ୍ତି। ଆତ୍ମା କାହିଁକି କହୁଛି ସେ ଆଧୁନିକ କବିତା ଟିକେ, ଆଧ୍ୟାତ୍ମିକ କବିତା ଟିକେ ଗାନ କରିବା ପାଇଁ। ଆପଣଙ୍କର ଅନ୍ତରାତ୍ମା ଯଦି ପ୍ରଳାପ କରି ଉଠୁଛି କବିତା ଟିକେ ବୋଲିବା ପାଇଁ, ତେବେ ରମାକାନ୍ତ ସାର୍ଙ୍କୁ ମୁଁ ଟିକେ କହିବାକୁ ଚାହେଁ, କବି ଅଜୟ ସାହୁ ତାଙ୍କର ଆଉ ଟିକେ କବିତା ପାଠ କରିବା ପାଇଁ ଚାହୁଁଛନ୍ତି। ରମାକାନ୍ତ ସାର୍ ପଢନ୍ତୁ 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 ପରମିଶନ ମିଳିଗଲା, ଆପଣ ପାଠ କରିବେ। କବି ଅଜୟ ସାହୁ ପାଠ ପଢନ୍ତୁ। କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। କବିତାଟିର ଶୀର୍ଷକ ହଉଛି ଧରମ ଦେଉଳ। ଧରମ ଦେଉଳ।
ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଆସ ସେ ଦେଉଳ ଯିବା ଆସ ସେ ଦେଉଳ ଯିବା ହରି ଭକତ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଧରମ ଦେଉଳେ ଲାଗେ ହାଟରେ ହାଟେ ବଣିକ ଜ୍ଞାନୀ ଗୁଣୀ ଭେଟ ଭାଟ ହାଟରେ ହାଟେ ବଣିକ ଜ୍ଞାନୀ ଗୁଣୀ ଭେଟ ଭାଟ ଅନ୍ତାରେ ନଥାଏ ନୋଟ ଅଣ୍ଟାରେ ନଥାଏ ନୋଟ କିଣା ବିକା ଯେ ସଚୋଟ ଧର୍ମ ଧରେ ଧରଣୀକୁ ନାହିଁ କପଟ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଆସ ସେ ଦେଉଳ ଯିବା ଆସ ସେ ଦେଉଳ ଯିବା ହରି ଭକତ ଧରମ ଦେଉଳେ ଲାଗେ ମହତ ହାଟ ମାଲିକ ନାହିଁ ତା ଛନ୍ଦ କପଟ ମହତ ହାଟ ମାଲିକ ନାହିଁ ତା ଛନ୍ଦ କପଟ ଧରମ କରମ କାନ୍ତ ଖୋଲିଲେ ଜ୍ଞାନର କୋଟ ଧରମ କରମ କାନ୍ତ ଖୋଲିଲେ ଜ୍ଞାନର କୋଟ ସତ୍ୟ ସତ୍ୟାନନ୍ଦ ସତେ ହେଲେ ପ୍ରକଟ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଧରମ ଦେଉଳେ ଲାଗେ ହାଟଟି ଭିଡ଼ ବହୁତ ରାମ କୃଷ୍ଣ ନାମେ ରତ ହାଟଟି ଭିଡ଼ ବହୁତ ରାମ କୃଷ୍ଣ ନାମେ ରତ ଚେତନା କଲେ ଜାଗ୍ରତ ଅଜ୍ଞାନ ହୋଇବ ଚେତନା କଲେ ଜାଗ୍ରତ ଅଜ୍ଞାନ ହୋଇବ ଚେତା ଚିନ୍ତେ ଚିନ୍ତାମଣି ହୋଇବେ ଭେଟ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଧରମ ଦେଉଳେ ଲାଗେ ଧରମ ରହି ଦେଉଳେ ଶେଷ ଯେ କରିବ ହାଟ ଧରମ ରହି ଦେଉଳେ ଶେଷ ଯେ କରିବ ହାଟ ସେଠାରେ ଯେତେ ବଣିକ ପଳାଇଲେ ଝଟ ସେଠାରେ ଯେତେ ବଣିକ ପଳାଇଲେ ଝଟ କାଳେ କିଳି କିଳା କଳି କରିବ ନାଟ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଧରମ ଦେଉଳେ ଲାଗେ ଆସ ସେ ଦେଉଳ ଯିବା ଆସ ସେ ଦେଉଳ ଯିବା ହରି ଭକତ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଧରମ ଦେଉଳେ ଲାଗେ ଜ୍ଞାନର ହାଟ ଧରମ ଦେଉଳେ ଲାଗେ ଜୟ ଜଗନ୍ନାଥ ଆଧ୍ୟାତ୍ମିକ କବି କବି ଅଜୟ ସାହୁ ଯେ ମହତ ହାଟ ମାଲିକ ନାହିଁ ତାଙ୍କ ଅଜୟ ଛନ୍ଦ ବାବୁ କପଟ ଛନ୍ଦ ନାହିଁ କପଟ ଛନ୍ଦ କପଟ ନାହିଁ ତାଙ୍କ ଆଦି ଅନ୍ତ ନାହିଁ ତାଙ୍କ ଛନ୍ଦ କପଟ ମହତ ହାଟ ମାଲିକ ଆଚ୍ଛା ଏଇ ସୁନ୍ଦର ଧରମ କବିତା କରମ କାନ୍ତ ଖୋଲିଲେ ଜ୍ଞାନର କୋଠ ରାଇଟ ବହୁତ 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 ସୁନ୍ଦର ଆଚ୍ଛା ଠିକ ଅଛି ଧନ୍ୟବାଦ ଆପଣଙ୍କୁ ଆନନ୍ଦପୁର ମାଟିର କବି ଘଷିପୁରା ମାଟିର କବି ଘଷିପୁରାରେ ବଡ ଗଣ୍ଡଗୋଳ ହଉଛି କବି ସେ ଗଣ୍ଡଗୋଳକୁ ନେଇକି କେନ୍ଦ୍ର କରିକି ଆପଣ ଗୋଟେ କବିତା ଲେଖନ୍ତୁ ଘଷିପୁରା ବର୍ତ୍ତମାନ ଟପ୍ ମାନେ ହଟ୍ ବେଡ୍ ସେଟା ଗୋଟେ ହଟ୍ ବେଡ୍ ଘଷିପୁରା ତେବେ ଘଷିପୁରାର କବି ଇଏ ସମସ୍ତ ଆଲେଖ୍ୟକୁ ନେଇ ସେ ଆଧ୍ୟାତ୍ମିକ ରଚନାରେ ମଜି ଯାଇଛନ୍ତି ତେବେ ଆମେ ଯିବା ବର୍ତ୍ତମାନ ଆମର ବୁଢାଙ୍କର ବଣଭୋଜି ସେ ଲେଖାକୁ ଆମେ ଯିବା ଆମର ନମସ୍ୟ କବି ଏବଂ ପ୍ରାବନ୍ଧିକ ରମାକାନ୍ତ ନାଥଙ୍କର ବୁଢାଙ୍କର ବଣଭୋଜି ଆଚ୍ଛା ତା ପୂର୍ବରୁ ମୁଁ ଟିକେ ରବୀନ୍ଦ୍ରନାଥଙ୍କୁ କହିବାକୁ ଚାହେଁ ରବୀନ୍ଦ୍ରନାଥ ବାହିନୀପତି ଶୁଣୁଛନ୍ତି ରବୀନ୍ଦ୍ରନାଥ ବାହିନୀପତି ଶୁଣୁଛନ୍ତି ହ୍ୟାଲୋ ଅଛନ୍ତି ରବୀନ୍ଦ୍ରନାଥ ବାହିନୀପତି ଶୁଣୁଛନ୍ତି କବି ରବୀନ୍ଦ୍ରନାଥ ବାହିନୀପତି ନାଇଁ ନଟ୍ ଅଡିବୁଲ ତେବେ
हेलो बाहिनीपति महोदय ना नाहंती तबे ठीक अछि ଅଛନ୍ତି ଅଛନ୍ତି ଆମର ଅଛନ୍ତି ଅଛି ତ ରେସ୍ପଣ୍ଡ ନାହିଁ ଅଛନ୍ତି ସେ ଖାଲି ଅନ୍ କରିବେ ତାଙ୍କ ସ୍ପିକର ଅନ୍ କଲେ ଜାଣି ଶୁଭିବ ଅଛନ୍ତି स्पीकर ऑन करंतु रवींद्र बाहिनीपति कौन ହଉ सब जांत्रिक त्रुटि ଆଉ होची ଦି ना ଚାରି कौन ଦିନ ପରେ ଆସିବି ଯଦି ଆଇନେ ବାଗେଇଦବ। हेलो यदि बाहिनीपति को अनुरोध करा जाउची से तांकर रिप्लाई दियंतु रवींद्र बाहिनीपति अछंती नहीं नहीं से ऑडिबल ने छाड़ंतु वर्तमान हम अनुरोध करिवा समय अतिक्रांत आमे वर्तमान अनुरोध करिवा आमर पूज्य रमाकांत सार से नहीं आसुन तांकर जो प्रबंध बा कविता एवं तांकर एक होची जे बुढ़ांकर बणभोजी ये संपर्क रे वर्तमान आमको तथ्य सुनाइबे लेखा सुनाइबे पाठ करिवे आमर कवि श्रीयुक्त रमाकांत नाथ ପଲ୍ଲୀ ଚେତନାର ମୁଁ ଗୋଟେ ଲଘୁ କବିତା ସାଙ୍ଗ ଚାରି ସାଙ୍ଗ ଆମେ ମିଶିନ ବଣ ଭୋଜି କରିବା ନିଜେ ନିଜେ ଆମେ ରାନ୍ଧିବା ଯିଏ ଯାହା ଜାଣିଛି ଚାଖି ନିଜ ନିଜ ରାନ୍ଧଣା ଜାଣି କିସ ଲାଗୁଛି ପୁଣିଆ ଖଟା କି ଅଲଣା କିମ୍ବା ପୋଡ଼ି ଯାଇଛି ଯାହା ହେଲେ ତାକୁ ଚାଖିବା କାହାକୁ ନ ଚାରିଏ କେହି ନାହାନ୍ତି ଟୋକା ଚାଖଣା ଖରାପ ଲାଗିଲେ ହେବା ଫିଙ୍ଗି ଫିଙ୍ଗା ପଚାରିଲେ ତାକୁ ହସିନ ବଣ କେଉଁଠି ଅଛି ଯିବା କି ବସ୍ ରେଳରେ କିମ୍ବା ବାଇକ୍ ସ୍କୁଟି ହସି ହସି କହେ ସାଙ୍ଗ ମୋ ନାହିଁ ନାହିଁ ରେ ବାବୁ ଦୂରେ ନାହିଁ ଅଛି ଆମରି ଗାଁରେ ସବୁ ଭାବିଲି ମୋ ସଙ୍ଗେ ସାଙ୍ଗ ମୋ ଥଟ୍ଟା ମଜା କରୁଛି ମୋର ସାଙ୍ଗ ଦୁଇ ଆସିନ ଆର ସାଙ୍ଗ ଦୁଇ ଆସିନ ଡାକନ୍ତି ଡେରି ହଉଛି ପଚାରିଲି ତାଙ୍କୁ ସରାଗେ କଣ ସବୁ ସରିଛି ସ୍ଥାନ ନିରୂପଣ ଦରବ ଯୋଗାଣ ସବୁ କିଏ କିଏ କରିଛି କରିବ ଆଉ କେ ସବୁ ଆମେ କରିଛେ ଦୋକାନ ଜିନିଷ କିଣି ଗାଁ ତୋଟା ବଣ ବାଛିଛେ ଲିବିଆ ଟୋକୁ ସାଙ୍ଗ କରି ସରମ ଧରି ଯାଉଛି ସେ ପରିବା କାଟିବ ପାଣି ଯୋଗାଇବ ମଟନକୁ ଛାଡ଼ି ସବୁ ରାନ୍ଧିବ ସେ ଭାଗବତ ଆମ ହସ୍କୁରା ସାଙ୍ଗ ତାଳି ମାରି ନାଚି ଖୁସି ହୋଇଗଲା ନାଚି ନାଚି ଗାଏ ଜୟ ବାର୍ଦ୍ଧକ୍ୟ କବିତାଟି ଶେଷ धन्यवाद सर धन्यवाद बहुत बहुत धन्यवाद पोड़ी जाइछि कि अलणा है चाखी चाखी तक जानिबा आस आमर ये जो बुढ़ांक बणभोजी ये जो कविता ये अति सुंदर एवं आधुनिक शैली रे कविता ये कविता रे बहुत मर्म एवं रहस्य रही विनोद नना कवि विनोद बिहारी त्रिपाठी कवि शुणुछंती कवि विनोद बिहारी त्रिपाठी आज्ञा कहतु कवि विनोद बिहारी त्रिपाठी अनुरोध करुच्ची सार कविता रे आपणकर टिके समीक्षा टिके देवे कि दी धाड़ी रे प्रत्येक कवितार समीक्षा हो पार तेरे आप दी धाड़ी रे दियंतु सर ए जो हमर सर रमाकांत सारंकर सुनुचन सर हां सारंकर मो कथा सुनछि तो रमाकांत सारंकर जो एई बार्धक्य अवसर रे जो हमर सब माने वयस्क लोक मान मेले रे तांकर जो प्रकार जो कवितार
ଯୋଉ ନିଜର ମନର ଯୋଉ ପ୍ରକୃତ ଆଭା ବା ନିଜର ଯୋଉ ମନର ଯୋଉ ଭାବଟାକୁ ସେ ପ୍ରକାଶ କରୁଛନ୍ତି ଯେ ସାଙ୍ଗ ମେଳରେ କିଭଳି ଭାବରେ ପରସ୍ପର ଭିତରେ ଗୋଟେ ଏକ ମନୋଭାବ ଆଣି ଆମେ କିଭଳି ଭାବରେ ଆମ ଭିତରେ ଆଉ ନାହିଁ ସେଠି କିଛି ପ୍ରକାର ତୁ ଏ କାମଟା କରିବୁନି ମୁଁ ଏ କାମଟା କରିବିନି ମାନେ ଆମେ ସମସ୍ତେ ଗୋଟେ ସାମୂହିକ ଭାବନା ଏକ ଚେତନା ସମସ୍ତ ଭିତରେ ଏକ ସାମୂହିକ ଭାବନା ଦୁଇରେ ପରସ୍ପର ଭିତରେ ଯେ ଆମର ଯୋଉ ଖାଦ୍ୟ ଦ୍ରବ୍ୟ ଉପରେ କି ସୁମିଷ୍ଟ ହେଇଛି କଣ ହେଇଛି ସେ ବିଷୟରେ କିଭଳି ଭାବରେ ଆମ ଭିତରେ ଗୋଟେ ଚେତନା ତା ଛଡା ଏତେ ଏକ ମାନେ ବାର୍ଦ୍ଧକ୍ୟ ଅବସରରେ ସମସ୍ତଙ୍କର ଗୋଟେ ବୟୋଜ୍ୟେଷ୍ଠଙ୍କର ମିଳନର ଯୋଉ ଗୋଟେ ଭାବନା ସେ ସୁନ୍ଦର ଭାବରେ ସେ କବିତାରେ ପରିସ୍ଫୁଟ ହେଇଛି ଯୋଉଟା କି ବହୁତ ଭଲ ଲାଗିଲା କାରଣ ଇଏ ପ୍ରକୃତ ଏକ ଅବସର ବିନୋଦନ ବାର୍ଦ୍ଧକ୍ୟ ମାନଙ୍କର ଚିନ୍ତନ ଏତିକି କହି ମୁଁ ମୋର ତାଙ୍କ ଉପରେ ମନ୍ତବ୍ୟ ଦେଉଛି। ବଢିଆ ଗୋଟେ କହିଲେ ସୁନ୍ଦର କଥା ଯେ ଅବସର ନେଇଥିବା ଲୋକମାନଙ୍କର ବୟସ୍କ ଗୁରୁଜନ ମାନଙ୍କର ଇଏ ଗୋଟେ ସାମ୍ୟବାଦୀ ଚେତନା ହଁ ଆଜ୍ଞା ଏବଂ ଗୋଟେ ବନ୍ଧୁ ମିଳନ ଗୋଟେ ବନ୍ଧୁ ମିଳନ ବନ୍ଧୁ ମିଳନ କେହି ହଁ ନୀଚ ସାମ୍ୟ ନୁହେଁ କି କେହି ଉଚ୍ଚ ନୁହେଁ ହଁ କେହି ହଁ ନୀଚ ନୁହେଁ କି କେହି ଉଚ୍ଚ ନୁହେଁ ନା ସାଙ୍ଗ ନା ହେଇ ନା ନା ଚଳିବା ସବୁ ଏକ ସାମ୍ୟ ଚେତନା ହଁ ସାମ୍ୟ ରାଇଟ୍ ଚେତନା ଭେରି ବଢିଆ ଗୁଡ ବଢିଆ ଆପଣଙ୍କର ଏ ସୁନ୍ଦର ସମୀକ୍ଷାକୁ ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛି କବି ଆଜ୍ଞା ବିନୋଦ ବିହାରୀ ତ୍ରିପାଠୀ ଆମର ଆଜ୍ଞା ସାରଙ୍କର କବିତା ରମାକାନ୍ତ ସାର୍ ଆମର ସେ ହଉ ନମସ୍ୟ ଅନେକ ଦିନରୁ ଆଜ୍ଞା ପିଲା ବେଳୁ ତାଙ୍କ ବାବଦରେ ଆମେ ଶୁଣିଛନ୍ତି ତାଙ୍କର ଏ କବିତା ଆଜ୍ଞା ବୁଢାଙ୍କର ବଣଭୋଜି ବଢା ମତେ ଟିକେ ବୁଢା ଭଲ ଲାଗିଲା ବୋଲି ଗୋଟେ ହଁ ରହସ୍ୟମୟ କବିତା ଯେ ଏ ବୟସରେ ସେ କେମିତି ଗୋଟେ ଆମ ସମସ୍ତଙ୍କୁ ସେ ନାଁରେ ଯେତେବେଳେ ଆମେ ବସିଛନ୍ତି ଆମମାନେ କେମିତି ସାମ୍ୟବାଦୀ ଚିନ୍ତାଧାରା ନେଇ କେହି ଉଚ୍ଚ ନୁହେଁ କେହି ନିଚ ନୁହେଁ ଗୋଟେ ବନ୍ଧୁ ମିଳନର ଗୋଟେ ଭାବ ନେଇ ଗୋଟେ ଆମ ଭିତରେ ଗୋଟେ ସରାଗ ନେଇ ସ୍ନେହ ସରାଗ ଭିତରେ ହାତକୁ ହାତ ମିଳାଇ ଛାତିକୁ ଛାତି ମିଳାଇ ଆମେ କେମିତି ପଲ୍ଲୀ ଚେତନା ସାହିତ୍ୟ ଆସରକୁ ଆହୁରି ମଜବୁତ କରିବା ତାଙ୍କରେ ଆଜ୍ଞା ବୁଢାଙ୍କର ବଣଭୋଜି କବିତାରୁ ସ୍ପଷ୍ଟ ବାରି ହୋଇ ପଡୁଛି ଆଉ ଏ କଥାକୁ ସୁନ୍ଦର ଭାବରେ ସମୀକ୍ଷା କଲେ ଆମର କବି ବିନୋଦ ବିହାରୀ ତ୍ରିପାଠୀ ଯିଏକି ଆମକୁ 3ଟି ସନେଟ୍ ଶୁଣେଇ ଦେଲେ ଅତି ଚିତ୍ତାକର୍ଷକ ସେ 3ଟି ସନେଟ୍ ବଢିଆ ବଢିଆ ଆପଣ ତାକୁ ବି ମଡର୍ଣ୍ଣ ସ୍ୱରରେ ଯୋଉ ଏମିତି ରାତି ସ୍ୱରରେ ଏତେ ଅତି ବଢିଆ ହେଇଛି ଭଲ ଲାଗିଛି ଆଉ କବି ସୀତାକାନ୍ତ ନାଥଙ୍କର ଭୁଲ ରହିଲା କେଉଁଠି ସେ ଆମକୁ ଗୋଟେ ପ୍ରଶ୍ନ ବାଣରେ ଆମକୁ ସମସ୍ତଙ୍କୁ ମଜେଇ ଦେଇଛନ୍ତି ପ୍ରଶ୍ନ ଯେ କୋଉଠି ଭୁଲ ରହିଲା ଏ ବୁଦ୍ଧିଜୀବୀ ଏ ସମାଜ ଆଜି ଜାଣୁ ତେବେ ଏଠି ଗୁରୁ ଭକ୍ତିରେ ଶୈଳବାଳା କର ଏବଂ ତ୍ୟାଗୀ ହିଁ ଶ୍ରେଷ୍ଠ ଭୋଗୀ ନୁହେଁ ଏ କଥାରେ ଏ ବାର୍ତ୍ତାକୁ ଦେଲେ ବିଜୟ ଗୋପାଳ ଓଝା ରମାମଣି ସାହୁ ସୁନ୍ଦର ଭାବରେ ସେ କହିଲେ ଏ ଗାଁ ଏବେ ବି ବଞ୍ଚିଛି ଏବେ ବି ବଞ୍ଚିଛି ଅତି ସୁନ୍ଦର ଭାବରେ ତାପରେ ଅନ୍ୟମାନେ ରବୀନ୍ଦ୍ର ମୋହନ ଅଶ୍ୱିନ ବାହିନୀପତି ହଁ ରବୀନ୍ଦ୍ର ମୋହନ ସାର୍ ବାହିନୀପତି ବି କହିଲେ ରବୀନ୍ଦ୍ରନାଥ ବାହିନୀପତିଙ୍କର କବିତାଟି ନାରୀ ମହିମା ପ୍ରକଟ କରିଛି। ହଁ ଭଲ ନାରୀ ନାରୀ ଭଲ ହେଇଛି ନାରୀବାଦ ଭିତରେ ରହୁଛି ରାଇଟ୍ ଠିକ ଅଛି ବର୍ତ୍ତମାନ ତ ସମୟ ହେଇଯାଇଛି ତେବେ ହଁ ସାର୍ ଏବେ ଧନ୍ୟବାଦ ଅର୍ପଣ କରିବା ପାଇଁ ଏବଂ ତାର ଗୋଟେ ଇତିବୃତ୍ତ ଏବଂ ଶେଷ ସ୍ପର୍ଶ ଦେବା ପାଇଁ ରମାନ ସାର୍ ଦିଅନ୍ତୁ ଶେଷ ସ୍ପର୍ଶ ରମାନ ସାର୍ ହଁ ଆଜିର ଆସର ସରିବାକୁ ଯାଉଛି ବର୍ତ୍ତମାନ କବି କବୟିତ୍ରୀ ବୃନ୍ଦ ସେମାନଙ୍କର କବିତା ପାଠ କରିସାରିଛନ୍ତି ଆଜି କବିତା ଭିତରେ ସବୁଠାରୁ ମାନେ ସୁନ୍ଦର କବିତା ଯେ ସମସ୍ତେ ଗାନ କରୁଛନ୍ତି ଅଶ୍ୱିନୀ ମହାନ୍ତିଙ୍କ ଠାରୁ ଆରମ୍ଭ କରି ରବୀନ୍ଦ୍ରନାଥ ବାହିନୀପତିଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଉ ଯୋଉ କବିତା ପାଠ କରିଛନ୍ତି ସବୁଗୁଡ଼ିକ ଆଜି ହୃଦୟସ୍ପର୍ଶୀ ଆଉ ମର୍ମକୁ ଛୁଇଁଲା ଭଳି କବିତା ତେଣୁ ସବୁବେଳେ ତାଙ୍କ ପାଖରୁ ତାଙ୍କ ଠାରୁ ଆମେ ଏହି ପ୍ରକାର କବିତା ଆଶା କରୁଛୁ ଆଗାମୀ ଦିନରେ ସମସ୍ତେ ଏଇଭଳି କବିତା ପାଠ କରନ୍ତୁ ଆଜି ଯୋଗ ଦେଇ ଆଜିର ଆସରକୁ ଧନ୍ୟ କରିଛନ୍ତି ସେଥିପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଦଉଛି ଆଉ ଅନୁରୋଧ କରିବି ବିନୋଦ ବିହାରୀ ତ୍ରିପାଠୀ ଶାନ୍ତି ଶୁଳ୍କ ପାଠ କରିବେ। ଆରେ ରବୀନ୍ଦ୍ରନାଥ ବାହିନୀପତି ପଚାରିଥିଲେ ମାଉସୀ ନାହାନ୍ତି ମାଉସୀର ଦେହ ଖରାପ
ସେ ଯାଇଥିଲା ଭୁବନେଶ୍ୱରରେ ଝିଅ ପାଖକୁ, ସେଇଟା ଦେହକାର ହେଇଛି। ସେ ନହେଲେ କେବେ ଅନୁପସ୍ଥିତ ରହିବା କଥା ନୁହଁ। ଆଜିକା ଆସରରେ ସେ ଥାନ୍ତା। ହଁ ବାହିନୀପତି ଶୁଣୁଛନ୍ତି? ମୁଁ ଜାଣିବାକୁ ଚାହେଁ ବାହିନୀପତି ଶୁଣୁଛନ୍ତି ନା ନାହାନ୍ତି? କୋରାପୁଟରୁ ବାହିନୀପତି, କବି ବାହିନୀପତି ଶୁଣୁଛନ୍ତି? ନାଇଁ ନାଇଁ ନାଇଁ, ଅଡିବୁଲ ନୁହେଁ। ଠିକ ଅଛି, ବର୍ତ୍ତମାନ ଆମର କବି ବିନୋଦ ବିହାରୀ ତ୍ରିପାଠୀଙ୍କୁ ଏ କବିତାର ଅନ୍ତକରଣରେ, ସର୍ବାନ୍ତକରଣରେ, ଶେଷ ପର୍ଯ୍ୟାୟରେ ବର୍ତ୍ତମାନ ଅନୁରୋଧ କରୁ କବି ବିନୋଦ ବିହାରୀ ତ୍ରିପାଠୀ ସେ ବର୍ତ୍ତମାନ ଶାନ୍ତି ସ୍ତବକ ପାଠ କରି ଆମ ସମସ୍ତଙ୍କୁ ବିମୋହିତ କରିବେ ଏବଂ ଏ ପଲ୍ଲୀ ଚେତନା ସାହିତ୍ୟ ଆସରକୁ ସେହି କାରୁଣିକ ପରମ କାରୁଣିକ ଭଗବାନଙ୍କର ଚରଣାରବିନ୍ଦରେ ପଲ୍ଲୀ ଚେତନା ସାହିତ୍ୟ ଆସରକୁ ସମର୍ପି ଦେବେ ତାଙ୍କର କାବ୍ୟ ସ୍ତବରେ, କାବ୍ୟ ସ୍ତୁତିରେ। କବି ବିନୋଦ ॐ कराळवदनां घोरां मुक्तकेशी चतुर्भुजां कालिकां दक्षिणादिव्यां मुण्डमाला विभूषितां दयकौरवम् ॐ ॐ ॐ ॐ क्लीं काली कराळवदनां घोरां मुक्तकेशी चतुर्भुजां कालिकां दक्षिणादिव्यां मुण्डमाला विभूषितां काली नमो नमः, काली दिव्यै नमो नमः। ॐ गणानां त्वां गणपतिं हवामहे प्रियाणां त्वां प्रियपतिं हवामहे निधीनां त्वां निधिपतिं हवामहे वसुमम गं गणाधिपतये नमो नमः। ॐ अविघ्नमस्तु, ॐ शान्ति भवतु, सर्वेषां शान्ति भवतु। ॐ स्वस्ति न इन्द्रो वृधश्रवः, स्वस्ति न ताक्षो विश्वदेवा, स्वस्ति न ताक्षो अरिष्टनेमि, स्वस्ति न बृहस्पति दधातु, स्वस्ति स्वस्ति स्वस्ति। पुण्याहम् अद्य हनिं राज्ञ प्रजानां स्वस्ति भवतु, देवा प्रजानां नमस्कार नमस्कार। प्रजानां स्वस्ति भवतु। अति प्रजानां सुंदर स्वस्ति भवतु, प्रजानां स्वस्ति भवतु। स्वस्ति भवतु। धन्यवाद। ଆଉ ବର୍ତ୍ତମାନ ସମୟ ଅତିକ୍ରାନ୍ତ ହେଇଛି। ଆମେ ଦୀର୍ଘ 1.5 ଘଣ୍ଟା ଧରି ପ୍ରାୟ ଆମେ ଏଇଭଳି କବିତା ଆସରକୁ ଚଲି ଆସିଲେ। ଶେଷରେ ସମସ୍ତ କବିମାନଙ୍କୁ, ସମସ୍ତ ସୃଜନଶୀଳ କବିମାନଙ୍କୁ, କବୟିତ୍ରୀମାନଙ୍କୁ, ସାହିତ୍ୟିକମାନଙ୍କୁ, ପ୍ରାବନ୍ଧିକମାନଙ୍କୁ, ଗାଳ୍ପିକମାନଙ୍କୁ ଅନ୍ତରଭରା ଅଭିନନ୍ଦନ, ନମସ୍କାର ଏବଂ ପ୍ରଣାମ ଜଣାଇ ଆଜିର ଏ ପଲ୍ଲୀ ଚେତନା ସାହିତ୍ୟ ଆସରକୁ ଏଇଠି ନଇଁ ଦେଉଛୁ। ଆପଣମାନଙ୍କୁ ପ୍ରଣାମ ସହ ନମସ୍କାର, ଧନ୍ୟବାଦ। ସମସ୍ତେ ନମସ୍କାର। ହଉ ନମସ୍କାର 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 ନମସ୍କାର। ନମସ୍କାର ନମସ୍କାର ନମସ୍କାର। ହଁ,